से चंडाल केतेबेले हला बौद्ध ହେଲା ପରେ ତା ମାନେ ଗୋଟେ ବୌଦ୍ଧ ଆକ୍ରମଣକାରୀ ଆମ ଓଡିଶାକୁ ରକ୍ତାକ୍ତ କଲା, ଆମ କଳିଙ୍ଗକୁ ରକ୍ତାକ୍ତ କଲା। କିନ୍ତୁ ଆମକୁ ଇତିହାସ ଶୁଣାଗଲା କି ଜଣେ ଚଣ୍ଡାଶୋକ ଥିଲା, ସିଏ କଣ ହେଲା ଧର୍ମାଶୋକ ହେଇଗଲା, ବୌଦ୍ଧ ଧର୍ମ ଗ୍ରହଣ କେଡେ ବଡ ମିଛ ଆମ ଓଡିଆ ମିଛ ଜିନିଷ କୁହା ହେଇଛି। ଯୋଉ ମରାଠା ମାନେ ରାଷ୍ଟ୍ରବାଦ ବିଷୟରେ ଏତେ କହୁଛନ୍ତି, ସେ ମରାଠା ମାନେ ଗୋଟେ ଜିନିଷ କରିପାରିଥାନ୍ତେ, ବ୍ରିଟିଶକୁ କହିଥାନ୍ତେ ଯେ ପୁରୀ ମନ୍ଦିର ଆଉ ପୁରୀ ମନ୍ଦିରର ଅନୁଷ୍ଠାନରେ ତମେ ମୁଣ୍ଡ ଖେଳେଇବ, ଏଇଟା କହିପାରିଥାନ୍ତେ। କାରଣ ମରାଠା ମାନଙ୍କ ସମୟରେ ଓଡିଶାରେ ଓଡିଆଙ୍କ ଉପରେ ଅତ୍ୟାଚାର ହେଇଛି, ଏଥିରେ କିଛି ଡାଉଟ୍ ନାହିଁ। କାରଣ ଚୌଥ ସେମାନେ ଆମ ଲୋକଙ୍କଠୁ ରହୁଥିଲେ। ବ୍ରାହ୍ମଣର ଜାତିର ମେନ୍ କାମ ହେଲା ତ୍ୟାଗ। ସିଏ ବସିକିରି ଭାଷଣ ମାରିବା ତର ନାହିଁ। ବ୍ରାହ୍ମଣ ସହିତ ଲଢେଇ କଲା, ବ୍ରାହ୍ମଣ ଚଣ୍ଡାଳ ହେଇଗଲା। ମାନେ ମନ୍ଦିରରେ କିଏ ରହିଛି? ବ୍ରାହ୍ମଣ ରହିଛନ୍ତି। ମନ୍ଦିର ଭାଙ୍ଗିବାକୁ କିଏ ଯାଉଛି? ସେଇ ବ୍ରାହ୍ମଣ ଯାଉଛି। ତାର କିନ୍ତୁ ଗୋଟେ ଅର୍ଦ୍ଧଚନ୍ଦ୍ରକୁ ଦେଖିକିରି ଗୋଟେ ସମ୍ପ୍ରଦାୟ ଯଦି ଜୀବଜନ୍ତୁଙ୍କୁ ନୃଶଂସ ଭାବରେ ମାରିକିରି ରାସ୍ତାଘାଟ ରକ୍ତାକ୍ତ କରିଦଉଛି, ତାକୁ ଟିକେ ବୁଝେଇ ଦଉନ ଯେ ଏଟା ଖଗୋଳୀୟ ଘଟଣା। ସେମାନେ ଅଲଗା ସମ୍ପ୍ରଦାୟ କାହିଁ କୁହନ୍ତିନି? ଯୋଉ ଇଦ୍ ହେଲା, ଇଦ୍ ରେ କେତେ ଛେଳି କଟା ଯାଉଛି। ତେବେ ଦର୍ଶକ ବନ୍ଧୁ, ଆଜି ଯାଏଁ ଆପଣମାନେ ସମସ୍ତେ ଜାଣିଥିଲେ କି କଳା ପାହାଡ଼ ଜଣେ ହିନ୍ଦୁ ବ୍ରାହ୍ମଣ ଥିଲା, ପ୍ରେମରେ ପଡିକି ତାପରେ ସେ ନିଜକୁ ମୁସଲମାନ କରିକି ଆସି ଓଡ଼ିଶାରେ ବିଭିନ୍ନ ମନ୍ଦିର ଭାଙ୍ଗିଥିଲା। କିନ୍ତୁ ଆଜି ଆମେ ଆପଣଙ୍କ ଆଗରେ ପର୍ଦ୍ଦାଫାଶ କରିବୁ, କଳା ପାହାଡ଼ ବାସ୍ତବରେ ଗୋଟେ ହିନ୍ଦୁ ନଥିଲା କି ବ୍ରାହ୍ମଣ ନଥିଲା, ଯେ ପ୍ରଥମରୁ ହିଁ ଜଣେ ମୁସଲମାନ ଥିଲା। ଆପଣମାନଙ୍କୁ ସ୍ୱାଗତ କରୁଛୁ ଧର୍ମରକ୍ଷକକୁ। ଦର୍ଶକ ବନ୍ଧୁ, ଆଜି ଆମେ ଆପଣଙ୍କୁ ଧର୍ମରକ୍ଷକ ଓଡ଼ିଶାର କିଛି ଗୌରବମୟ ଗାଥା ବିଷୟରେ ଆପଣମାନଙ୍କ ସାମ୍ନାରେ ଆମେ ଚର୍ଚ୍ଚା କରିବୁ। କାରଣ ଆପଣମାନେ ସମସ୍ତେ ଜାଣିଛନ୍ତି, ଯେତେବେଳେ ଭାରତ ବର୍ଷରେ କୌଣସି ଭାରତର ଇତିହାସକୁ ନେଇ ଚର୍ଚ୍ଚା କରାଯାଏ, କିମ୍ବା ଯୋଦ୍ଧା ରାଜାମାନଙ୍କ ବିଷୟରେ ଚର୍ଚ୍ଚା କରାଯାଏ, କିମ୍ବା ବିଦେଶୀ ଆକ୍ରାନ୍ତ ମାନଙ୍କ ବିଷୟରେ ଚର୍ଚ୍ଚା କରାଯାଏ, ସେତେବେଳେ ଆମ ଓଡ଼ିଶାକୁ କୋଉଠି ନା କୋଉଠି ଟିକେ ପଛୁଆ କରିଦିଆଯାଏ। ଯେମିତିକି ଜଣାପଡ଼େ କି ଓଡ଼ିଶାରେ କୌଣସି ରାଜା ଲଢ଼ି ନଥିଲେ ବା ଓଡ଼ିଶାରେ କୌଣସି ଗୌରବମୟ ଗାଥା ନାହିଁ। କିନ୍ତୁ ବାସ୍ତବରେ ଆପଣମାନେ ଥରେ ଚିନ୍ତା କରନ୍ତୁ, ଯଦି ମୋଗଲ ହୁଅନ୍ତୁ, ଇଂରେଜ ହୁଅନ୍ତୁ, ହୁଅନ୍ତୁ, ଯୋଉମାନେ ବି ଭାରତ ବର୍ଷରେ ଆକ୍ରମଣ କରିଛନ୍ତି, ଭାରତରେ ଆକ୍ରମଣ କରିଛନ୍ତି, ବିଭିନ୍ନ ଜାଗାରେ ବିଭିନ୍ନ ମନ୍ଦିର ଭାଙ୍ଗିଛନ୍ତି, ଭାରତର ଐତିହ୍ୟକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଛନ୍ତି, କିନ୍ତୁ ସେତିକି ମାତ୍ରାରେ ସେମାନେ ଓଡ଼ିଶାରେ ସଫଳ ହେଇପାରିନାହାନ୍ତି। ଓଡ଼ିଶାରେ ସେତିକି ମାତ୍ରାରେ ମନ୍ଦିର ଭଙ୍ଗା ଯାଇନାହିଁ ଯାହା ଅନ୍ୟ ରାଜ୍ୟ ମାନଙ୍କରେ ହେଇଛି। କିନ୍ତୁ ଆଜି ବି ଓଡ଼ିଆ ଲୋକମାନେ ବିଭିନ୍ନ ରାଜ୍ୟର ରାଜା ମାନଙ୍କର ଚର୍ଚ୍ଚା କରନ୍ତି, କିନ୍ତୁ ଓଡ଼ିଶାରେ ଯେଉଁ ରାଜାମାନେ ଓଡ଼ିଶାକୁ ଆଜି ଭାରତର ସବୁଠୁ ଅଧିକ ହିନ୍ଦୁ ବହୁଳ ରାଜ୍ୟ ଭାବେ କରେଇ ରଖିଛନ୍ତି, ସେମାନଙ୍କ ବିଷୟରେ ଚର୍ଚ୍ଚା କରନ୍ତି ନାହିଁ। ତେଣୁ ଆଜି ଆମେ ସେ ବିଷୟରେ ଚର୍ଚ୍ଚା କରିବା, ବିଭିନ୍ନ ତଥ୍ୟ ଦେବା। ଆଜି ଧର୍ମରକ୍ଷକରେ ଅତିଥି ଭାବେ ଆମକୁ ଓଡ଼ିଶାର ବିଭିନ୍ନ ଗୌରବମୟ ଗାଥା ବିଷୟରେ ଜଣାଇବା ପାଇଁ ଉପସ୍ଥିତ ଅଛନ୍ତି ଇଞ୍ଜିନିୟର ନିହାର ରଞ୍ଜନ ପାଣି, ଯିଏ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଜ୍ୟ ସଭାପତି ଅଛନ୍ତି। ଆଜ୍ଞା, ଆପଣଙ୍କୁ ସ୍ୱାଗତ କରୁଛୁ ଧର୍ମରକ୍ଷକ। ତେବେ ନିହାର ଭାଇ, ଆମେ ଆପଣଙ୍କଠୁ ଜାଣିବାକୁ ଚାହିଁବୁ, ଆମ ଦର୍ଶକ ମାନଙ୍କୁ ଜଣାଇବାକୁ ଚାହୁଁଛୁ କି ବାସ୍ତବରେ କଣ ଓଡ଼ିଶାରେ ଏମିତି ଗୌରବମୟ ଗାଥା ଥିଲା ଯାହା ଆମଠୁ ଲୁଚେଇ ରଖାଯାଇଛି ବା ଆମ ଇତିହାସରେ ତାକୁ ସଂକ୍ଷିପ୍ତ କରିଦିଆଯାଇଛି, ଆଜି ଓଡ଼ିଆ ଲୋକ ଜାଣିବା ନିହାତି ଦରକାର। ଆପଣ କଣ ଭାବୁଛନ୍ତି? ନିଶ୍ଚୟ। ଓଡିଶାରେ ଯୋଉ ରାଜା ମାନେ ଥିଲେ, ବହୁତ ପରାକ୍ରମୀ ରାଜା ମାନେ ଥିଲେ, ଯେମିତିକି ମହାମେଘ ବାହନଙ୍କର ଗୋଟେ ବଂଶ ଥିଲା ଐର ଖାରବେଳ, ତାପରେ ଶତ୍ରୁଭଞ୍ଜ ନାଗବଂଶୀ ରାଜା ଥିଲେ, ତାପରେ ଯାଜପୁରରେ ଯୋଉ ବିରଜା କ୍ଷେତ୍ରରେ ଆମର ଯଜାତି କେଶରୀ ଯିଏକି ସୋମବଂଶୀ ରାଜା ଥିଲେ, ଗଙ୍ଗବଂଶୀ ଥିଲେ, ଗଜପତି ଥିଲେ, ଏମିତି ଅନେକ ରାଜବଂଶ ରହିଛନ୍ତି ଯୋଉମାନେ ତାଙ୍କ ପରାକ୍ରମ ଦ୍ଵାରା ଭାରତରେ ପଶିଥିବା ବିଦେଶୀଙ୍କ ସହିତ ବହୁତ ଯୁଦ୍ଧ ଲଢିଛନ୍ତି। ତେବେ ମୁଁ ଆପଣଙ୍କୁ ଟିକେ ରୋକିବାକୁ ଚାହିଁବି, ଯେମିତି କିଛି ଦିନ ଗଲା ଆମେ ଓଡ଼ିଶାରେ ବହୁତ ଧୁମଧାମରେ ପାଳନ କରାଗଲା ଛତ୍ରପତି ଶିବାଜୀ ମହାରାଜଙ୍କର ଜୟନ୍ତୀ। ହବା ବି ଉଚିତ, କାହିଁକି ନା ଯଦି ଆମେ ମରାଠା ରାଜା ମାନଙ୍କ କଥା କହିବା, ସେମାନେ ମୁଗଲ ମାନଙ୍କ ସହିତ ପୁରା ଦୃଢତାର ସହିତ ଲଢିଥିଲେ ଏବଂ ମୁଗଲ ମାନଙ୍କୁ ସେମାନେ ପାଣି ପିଇ ଦେଇଥିଲେ। ସେଭଳି ବହୁତ ଇତିହାସ ଅଛି। ତେବେ ଓଡ଼ିଶାରେ ଏମିତିକା ଇତିହାସ କାହିଁକି ନାହିଁ, କାହିଁକି ଚର୍ଚ୍ଚା କରାଯାଏ? ଓଡ଼ିଶା ଆମର ଯଦି ଆମେ ଦକ୍ଷିଣ ଏସିଆ ଦେଖିବା, ଦକ୍ଷିଣ ଏସିଆରେ ଏକମାତ୍ର ଜାଗା ହେଲା ଆମର ଓଡ଼ିଶା, ଯୋଉଠି କି ଗୋଟେ ମାସ୍ ରିଭୋଲ୍ଟ ହେଇଛି ଇଂରେଜ ବିରୁଦ୍ଧରେ। ଇଂରେଜ ବିରୁଦ୍ଧରେ ଏଠି ଆପଣ ଦେଖିବେ ଜୟୀରାଜଗୁରୁଙ୍କ ଭଳିଆ ବ୍ରାହ୍ମଣ, କିମ୍ବା ଆମର ଗଜପତି ସେଇ ସମୟର ଯିଏ ଥିଲେ ସେ କ୍ଷତ୍ରିୟ ଥିଲେ, କି ତାପରେ ଘୁମସାର ପଟରେ ଆପଣ ଦେଖିବେ ସେମାନେ ବନବାସୀ ଥିଲେ, କନ୍ଧମାଳ ପଟରେ ଆପଣ ଦେଖିବେ ବହୁତ ଜଣ ବଞ୍ଚିତ ହିନ୍ଦୁ ମଧ୍ୟ ଥିଲେ, ସମସ୍ତେ ଏକ ହେଇକି ଲଢିଥିଲେ। ତ ଆମ ଇତିହାସ ଲେଖିଲା କିଏ? ଇଂରେଜ ମାନେ ଲେଖିଲେ, କିମ୍ବା ଇଂରେଜ ମାନଙ୍କ ସମର୍ଥନରେ କିଛି ଲୋକ ଗବେଷଣା କଲେ, ଲେଖିଲେ। ତା ପରବର୍ତ୍ତୀ ସମୟରେ ଆମ ପାଖରେ ତ ୟୁନିଭର୍ସିଟି ବି ବହୁତ ଲେଟ ରେ ଆସିଲା, ଆମର ଗବେଷଣା ଟିକେ କମ ହେଇଛି। ସେଟା ବି କାରଣ
ଆଉ ଇଂରେଜ ଚାହୁଁ ନଥିଲେ ଯେ ଓଡିଆ ଜାଣନ୍ତୁ ତାଙ୍କ ଓଡିଶାର କଥା। ଇତିହାସ ବିଷୟରେ, କାରଣ ଓଡିଆ ଯଦି ଜାଣିଗଲେ ତାମାନେ ଓଡିଆ ମାନଙ୍କର ଇତିହାସ ରହିଛି ଯେ ବିଦେଶରୁ ଯିଏ ବି ଗୋଟେ ଆକ୍ରମଣ କରୁଛି ତା ସହିତ ସବୁଠୁ ଅଧିକା ଲଢେଇ ଓଡିଆ ମାନେ ହିଁ କରନ୍ତି। ଆଚ୍ଛା। ସେଥିପାଇଁ ସେଇ ଜିନିଷଟା ଟିକେ ତ ଆସିପାରେ ଇତିହାସରେ ଆମ ଓଡିଶାର ରାଜା ମାନଙ୍କ ବିଷୟରେ ଟିକେ କମ ଚର୍ଚ୍ଚା ଟିକେ ସେଥିପାଇଁ ଟିକେ କଲେ। କମ। ଆପଣ ଦେଖିବେ ଯେମିତି କି ଝାନ୍ସୀ ରାଣୀ ସମସ୍ତେ କୁହନ୍ତି, ଆଜ୍ଞା। ଝାନ୍ସୀ ରାଣୀ ଲଢେଇ କଲେ ସବୁ କଲେ, ଝାନ୍ସୀ ରାଣୀ ଉପରେ ବହୁତ ଗୁଡେ ମାନେ ଅଛି ଫିଲ୍ମ, ଲକ୍ଷ୍ମୀ ଫିଲ୍ମ ବାଇଙ୍କ ଅଛି। ଉପରେ ଫିଲ୍ମ ଅଛି, ସିରିୟଲ ଅଛି, କିନ୍ତୁ ଯେତେବେଳେ ଆପଣ କହିବେ ଝାନ୍ସୀ ରାଣୀଙ୍କର ଗୁରୁ କିଏ ଥିଲେ ଆଚ୍ଛା। ତାଙ୍କ ବିଷୟରେ ସେଇ ଫିଲ୍ମ ସେ ସିରିୟଲରେ ଦେଖା ହୁଁ ହୁଏ। ହୁଁ ସେ ହୁଁ। କିଏ ଥିଲେ? ସେ ଥିଲେ ଚାକି ଖୁଣ୍ଟିଆ। ଜାକି ଖୁଣ୍ଟିଆ ଚାକି କୋଉଠିକାର? ଖୁଣ୍ଟିଆ ଚନ୍ଦନ ହଜୁରୀ, ସିଏ ଥିଲେ ଆମ ପୁରୀ ଆଖଡା ଯୋଉ ଥିଲା ସେଇ ଆଚ୍ଛା। ଆଖଡାର ସିଏ ଗୁରୁ ଥିଲେ। ହୁଁ। ସିଏ ଥିଲେ ତାଙ୍କର ଗୁରୁ, ସିଏ ତାଙ୍କୁ ଶସ୍ତ୍ର ଆଉ ଶାସ୍ତ୍ର ଉଭୟ ଶିଖେଇଛନ୍ତି, ସିଏ ଆଚ୍ଛା। ଜଣେ ଓଡିଆ। ସେମିତି ଆପଣ ଶୁଣିଥିବେ ପଞ୍ଜାବୀ ବହୁତ ଲଢୁଆ ଜାତି, ହୁଁ ହୁଁ ବହୁତ ବଢିଆ ଲଢେଇ କରନ୍ତି। ହୁଁ। ହଁ, କିନ୍ତୁ ଏଇ ଯୋଉ ଓଡିଶାର ନାମ ନିଶାନ ନାହିଁ ଲଢେଇ। ଯେତେବେଳେ ଗୁରୁ ଗୋବିନ୍ଦ ସିଂ କହିଲେ ହୁଁ। କିଏ ରକ୍ତ ଦବ କିଏ ଖାଲିସ ହବ, ଖାଲିସ ଅର୍ଥ ହଉଛି ଶୁଦ୍ଧ, ଶୁଦ୍ଧକୁ ପଞ୍ଜାବୀ ମାନେ ଖାଲିସ ହୁଁ କୁହନ୍ତି, ହୁଁ। ଖାଲସା କିଏ ହବ, ସେତିକି ବେଳକୁ ତାଙ୍କ ପାଖକୁ ସବୁଠୁ ଆଗ କିଏ ଆସିଥିଲେ? ସେ ଆସିଥିଲେ ହିମ୍ମତ ସିଂ। ଆଚ୍ଛା। ଯେ ହିମ୍ମତ ସିଂ ପରେ କହିଲେ, ତାଙ୍କ ନାଁ ହିମ୍ମତ ରାୟ ଥିଲା, ସେ ଥିଲେ ଆମ ପୁରୀର। ହଁ। ଆମ ପୁରୀର ଯୋଦ୍ଧା ସବୁଠୁ ଆଗ ଆସିଲେ ଗୁରୁ ଗୋବିନ୍ଦ ସିଂଙ୍କ ପାଖକୁ। ଆଜ୍ଞା। ତ ପଞ୍ଚ ପ୍ୟାରେ ଯୋଉ ଯୋଉ 5 ଜଣ ଆସିଲେ, ହୁଁ ସେ ହୁଁ। 5 ଜଣଙ୍କ ଭିତରୁ ଜଣେ ବି ଆଜିର ପଞ୍ଜାବରୁ ନୁହନ୍ତି, ଆଚ୍ଛା। କିନ୍ତୁ ସବୁଠୁ ଆଗ ଯିଏ ଆସିଥିଲେ ସେ ଓଡିଆ ଥିଲେ। ହୁଁ ତ ସିଏ ମରାଠା ମାନଙ୍କର, ଆମେ ଯଦି ରାଣୀ ଲକ୍ଷ୍ମୀବାଇଙ୍କ ବିଷୟରେ କହିବା କି ଯଦି ଆମେ ପଞ୍ଜାବୀଙ୍କ ବିଷୟରେ ବି କହିବା, ତା ଭିତରେ ବି ଆମକୁ ଓଡିଆଙ୍କର ରହିବ, କିନ୍ତୁ ସେଟା କୁହାଯାଉ ଇତିହାସରେ ଲୁଚେଇ ଦିଆଯାଇଛି। ଲୁଚେଇ ଦିଆଯାଇଛି। କଣ ପାଇଁ ଆପଣଙ୍କୁ ଲାଗୁଛି ଏମିତି ଏତେ ବଡ ବଡ କଥା କହିଲେ? ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କର ଗୁରୁ ଯିଏ ହଉଛନ୍ତି ସେ ଓଡିଶାର ଜାକି ଖୁଣ୍ଟିଆ, ଏବଂ ଯେତେବେଳେ ଗୁରୁ ଗୋବିନ୍ଦ ସିଂଙ୍କ ଆହ୍ୱାନ ଥିଲା ସେତେବେଳେ ଓଡିଆ ପଞ୍ଚ ଲୋକ ହିଁ ପ୍ୟାରେ ଯାଇଥିଲା, ଓଡିଆ ଲୋକ ହିଁ ପ୍ରଥମେ ହିମ୍ମତ ଯାଇଥିଲେ, ସିଂ। ହିମନ୍ତ ସିଂ ଯାଇଥିଲେ। ହୁଁ। ତେବେ ଇତିହାସରେ ଏଇ ଯୋଉ ଜିନିଷ ଲୁଚେଇକି ଓଡିଆ ମାନଙ୍କୁ ଦୁର୍ବଳ ମାନସିକତାରେ ମାନେ ପରିଣତ କରିବାର ଗୋଟେ ଚକ୍ରାନ୍ତ କି? ୟା ପଛରେ ବହୁତ କର୍ପୋରେଟ ମାନଙ୍କର ବି ହାତ ଅଛି। ପୂର୍ବରୁ ଗୋଟେ, ମୁଁ ତ ପଲିଟିକାଲ କଥା ବେଶୀ କୁହେନି, ତଥାପି କହିବାକୁ ବାଧ୍ୟ ହଉଛି, ଆଜ୍ଞା। ଯୋଉ କଂଗ୍ରେସ ସରକାର ଯୋଉ ଥିଲା ୟା ପୂର୍ବରୁ, ଆଜ୍ଞା। ଆମର ଓଡିଶାରେ ବହୁତ ଧନ ଅଛି, ବହୁତ ସମ୍ପତ୍ତି, ଓଡିଶା ହେଲା ସବୁଠୁ ଧନୀ ରାଜ୍ୟ। ହଁ, ତ ସେମିତି କଣ ହେଇଛି, ଯୋଉ ବସ୍ତରରେ ଯିଏ ଥିଲେ, ଯୋଉ ଆଜ୍ଞା। ବସ୍ତର ବି ଗୋଟେ ଓଡିଆ ଗଡଜା, ଆଜ୍ଞା। ସେଇଠି ଯିଏ ଥିଲେ ଭଞ୍ଜ ଶାସନ ଚାଲିଥିଲା, ତାଙ୍କୁ ଘେରିକି ମାରିଥିଲେ। କଣ ପାଇଁ? ବଡ ବଡ କର୍ପୋରେଟ ମାନେ, ମାଇନିଂ ବାଲା, ସେଇ ସବୁ ମିନେରାଲ କୁ ନେଇକି ଯିବା। ଯଦି ଏଠିକା ଲୋକ ନିଜର ଲଢୁଆ ଇତିହାସ ଜାଣିଗଲେ, ତାହେଲେ ଓଡିଶାରୁ ମାଇନିଂ ଲୁଣ୍ଠନ, ଓଡିଶାର ଖଣିଜ ସମ୍ପଦ ଲୁଣ୍ଠନଟା ହେଇପାରେ। ଏଟା ବି ଗୋଟେ କାରଣ। ଇଂରେଜ ମାନଙ୍କର ଗୋଟେ କାରଣ ମୁଁ ଦେଲି, ଇଂରେଜ ତ ଚାହୁଁନଥିଲେ ଯେ ଓଡିଆ ଲୋକ ତାଙ୍କ ଇତିହାସଟାକୁ ଜାଣନ୍ତୁ, ଆଜ୍ଞା। କାରଣ ଇଂରେଜ ମାନେ ଯୋଉ ଯୁଦ୍ଧଟା ଲଢୁଥିଲେ, ହୁଁ। ପୁରା ବିଶ୍ୱରେ ଯୋଉ ଯୁଦ୍ଧ ଲଢୁଥିଲେ, ଭାରତରୁ ଲୋକ ନେଇକି ଲଢୁଥିଲେ, ଭାରତରେ ହିଁ ଲୋକ ଲଢୁଥିଲେ, ଇଂରେଜ ତ ବେଶୀ ଲଢୁ ନଥିଲେ। ଆଜ୍ଞା। ମ୍ୟାନ ପାୱାର ତାଙ୍କର କୋଉଠୁ ଥିଲା? ଭାରତରୁ ଥିଲା ହୁଁ। ସୈନିକ। ହୁଁ। କିନ୍ତୁ ତାଙ୍କ ଅସ୍ତ୍ର ଶସ୍ତ୍ର ଗୁଡା ସବୁ କୋଉଠୁ ଥିଲା? ସେଇ ଅସ୍ତ୍ର ଶସ୍ତ୍ର ପାଇଁ ହୁଁ। ଯୋଉ ଇସ୍ପାତ ଥିଲା ସେଟା କୋଉଠୁ ଯାଉଥିଲା? ହୁଁ। ସେଇ ଇସ୍ପାତ ଯାଉଥିଲା ଯୋଉ ଓଡିଆ ଗଡଜା ସିଂହଭୂମି ଅଛି, ଆଜ୍ଞା। ସିଂହଭୂମିରେ ଯୋଉ ଗୋଟେ ଜାଗା ଜାମଶେଦପୁର ଆମେ ଜାଣୁ, ସେଇଠି ଯୋଉ ଷ୍ଟିଲ ପ୍ଲାଣ୍ଟ ଥିଲା, ସେଇ ଷ୍ଟିଲ ପ୍ଲାଣ୍ଟ ରୁ ତାଙ୍କ ଇସ୍ପାତ ଯାଉଥିଲା। ଯଦି ଏତିକି ବଡ ଜାଗାରେ ଯଦି ଓଡିଆ ଗଡଜା, ତ ଓଡିଆ ମାନେ ପୁରୁଲିଆ ଠୁ ନେଇକି ବସ୍ତର ପର୍ଯ୍ୟନ୍ତ ବିଦ୍ରୋହ ହେଇଗଲା, ତାମାନେ ଇସ୍ପାତ ବି ଇଂରେଜ ନେଇ ପାରିବେନି, ବନ୍ଧୁକ ବି ତିଆରି କରିପାରିବେନି, ଯୁଦ୍ଧ ବି ଲଢି ପାରିବେନି। ୟା ପଛରେ ବହୁତ ବଡ ସାମରିକ କାରଣ ମଧ୍ୟ ରହିଛି। ତେବେ ନିହାର ଭାଇ, ମୁଁ ଆପଣଙ୍କୁ ପଚାରିବି, ଆପଣ ଯେହେତୁ ଇତିହାସ ବିଷୟରେ ଏତେ ଚର୍ଚ୍ଚା କରୁଛନ୍ତି ଏବଂ ନଲେଜ ବି ରଖିଛନ୍ତି, ତେବେ ଓଡିଶାର ଜଣେ ଏମିତି ରାଜାଙ୍କ ବିଷୟରେ କୁହନ୍ତୁ ଯିଏ ମୋଗଲଙ୍କ ବିରୋଧରେ ଗୋଟେ ବଡ ଯୁଦ୍ଧ କରିଥିଲେ ଏବଂ ଯାହାକି ସାରା ଭାରତ ବର୍ଷକୁ ଲାଭଦାୟୀ ହେଇଥିଲା। ମୁଗଲଙ୍କ ବିଷୟରେ, ମୁଗଲଙ୍କ ବିରୁଦ୍ଧରେ ବାରମ୍ବାର ଯୁଦ୍ଧ ଆମର ହେଇଛି, କିନ୍ତୁ ମୁଗଲଙ୍କ ବିଷୟରେ ଆମେ କହିବାକୁ ଗଲେ, ଅକବରଙ୍କ ସମୟରେ ଆମ ଓଡିଶାରେ ମୁକୁନ୍ଦ ଦେବ ପରାସ୍ତ ହେଇଯାଇଥିଲେ। ତା ପରବର୍ତ୍ତୀ ସମୟରେ ଆଫଗାନ ଶାସନ ହେଇଥିଲା କିଛି ଦିନ ପାଇଁ। ତାପରେ କଳା ପାହାଡ, ଯିଏକି ଜଣେ ଆଫଗାନ ଜେନେରାଲ ଥିଲେ, ଆଉ ଆଫଗାନ ଜେନେରାଲ ସେ ମୁସଲମାନ ହିଁ ଥିଲେ। ତାଙ୍କୁ ଗୋଟେ ପ୍ରୋପାଗାଣ୍ଡା କରିକି କହି ଦିଆଯାଏ ଯେ ସେ ହିନ୍ଦୁ ଥିଲେ, ସେ କନଭର୍ଟ ହେଲେ, ଏସବୁ ନାହିଁ, ସେ ମୂଳରୁ ହିଁ ମୁସଲମାନ କମାଣ୍ଡର ଥିଲେ। କଳା ପାହାଡ ଆଚ୍ଛା, ସେ ଆରମ୍ଭରୁ ମୁସଲମାନ ଥିଲେ, ଆରମ୍ଭରୁ ମୁସଲମାନ ସେ ହିନ୍ଦୁ ଥିଲେ, ପ୍ରେମରେ ପଡିକି ନାଇଁ ନାଇଁ ମୁସଲମାନ ହେଲେ, ସେମିତି ସେ କିଛି ସବୁ ନାହିଁ। ମିଛ ସେ ଜିନିଷ। ଇତିହାସକୁ ଟିକେ ଦୋହରେଇବା କି କଣ ତାର ସେଇ ଇତିହାସର ମିଛ କଣ ସତ କଣ? ତଥ୍ୟଟା ଟିକେ ସ୍କ୍ରିନ ରେ ଦେଇଦେବେ। ଆଜ୍ଞା। ସେଇ ଇତିହାସଟା ଏଇଆ ଥିଲା ଯେ ସିଏ ଗୋଟେ ଆଫଗାନ କମାଣ୍ଡର ଥିଲେ। ଆଜ୍ଞା। ଆଫଗାନ କମାଣ୍ଡର ଟାକୁ ବଡ ଚାଲାକିର ସହିତ କହି ଦିଆ ହେଇଛି ଯେ ସିଏ ମାନେ ଜଣେ ବ୍ରାହ୍ମଣ ଥିଲେ, ଯିଏ କି ଏମିତି ସବୁ ଷ୍ଟୋରି କରି କହିଦେଲେ ଯେ ସେ ଗୋଟେ ମାନେ କନଭର୍ଟ ହେଇଗଲା। ତା ଫଳରେ କଣ ହେଇଗଲା ଯେ ଆମର ଓଡିଶାରେ ଯେତେ ମନ୍ଦିରରେ କିଛିଟା ଭଗ୍ନ ହେଲା କି ଯାହା ବି ହେଲା, ଆଫଗାନ ଶାସନଠୁ ନେଇକରି ଔରଙ୍ଗଜେବ ପର୍ଯ୍ୟନ୍ତ ଆପଣ କୋଉ ବି ମନ୍ଦିର ଯାଆନ୍ତୁ,
କୁହାଯିବ କଣ କଳା ପାହାଡ ଏଟା ଭାଙ୍ଗିଦେଲା। ଭାଙ୍ଗିଦେଲା। ଆପଣ ଭୁବନେଶ୍ୱର ଯାଆନ୍ତୁ, ଆପଣ ଭଦ୍ରକ ଯାଆନ୍ତୁ, ଆପଣ ମେଦିନୀପୁର ଯାଆନ୍ତୁ, ଆପଣ ପଶ୍ଚିମ ଓଡିଶା ଯାଆନ୍ତୁ, କିଏ ଭାଙ୍ଗିଛି? କଳା ପାହାଡ ଭାଙ୍ଗିଛି। ତା ଅର୍ଥ ଗୋଟେ କନଭର୍ଟେଡ ବ୍ରାହ୍ମଣ ଭାଙ୍ଗିଛି। ତା ଅର୍ଥ ଏଇଠି କଣ କରାଯାଉଛି, କୋଉଠି ନା କୋଉଠି ଆଫଗାନ ଆଉ ମୁଗଲ ମାନଙ୍କୁ ଗୋଟେ କ୍ଲିନ ଚିଟ୍ ଦବା ପାଇଁ ଏଇ ଯୋଉ ଗଳ୍ପଟିକୁ ଗଢାଏ। ଆଉ ଏଇ ପ୍ରୋପାଗାଣ୍ଡା ନାରେଟିଭ କ୍ରିଏଟ କରାଯାଇଛି। ଇଂରେଜ ଆଉ ତାଙ୍କ ଚାଟୁକାର ମାନେ ସେଇମାନେ ହିଁ ଏଇ ନାରେଟିଭ ଟାକୁ କରିଛନ୍ତି। ତା ପଛରେ ଏଇ ସବୁ ନାରେଟିଭ କରିବା ପଛରେ ବହୁତ ଗୁଡେ କାରଣ ଥାଏ। ଯେମିତି କଳିଙ୍ଗ ଯୁଦ୍ଧରେ ଲକ୍ଷେ ଲୋକ ମଲେ, ଯେମିତି କଳା ପାହାଡ ଲକ୍ଷ ଲକ୍ଷ ଲୋକ ମାରିଦେଲା। ସେଇ ସମୟରେ କଣ ହଉଥିଲା, ଇଂରେଜ ମାନେ ଯେହେତୁ ଭାରତରେ ବହୁତ ଶୋଷଣ କରୁଥିଲେ, ତ ଭାରତରେ ବହୁତ ଲୋକ ମରି ଯାଉଥିଲେ, ବହୁତ ଲୋକଙ୍କ ପ୍ରାଣ ଯାଉଥିଲା। ଏଇନେ କଣ, ଯଦି ଭାରତୀୟ ମାନେ ଆଗରୁ ଯୁଦ୍ଧରେ ସବୁ ଏତେ ଏତେ ସଂଖ୍ୟାରେ ମରି ଯାଉଥିଲେ, ତାମାନେ ଏଇଟା ଗୋଟେ ପ୍ରକାର, ଏଇଟାକୁ କଣ କୁହାଯାଏ, ଏଇଟା କୁହାଯାଏ ଡିସିଭିଂ ଆକ୍ଟ ଇଂରାଜୀରେ। ଗୋଟେ ସାଇକୋଲୋଜିକାଲ କନସେପ୍ଟ ଅଛି, ଯଦି ଆପଣ ଲୋକଙ୍କୁ ଏଇଟା ନ୍ୟୁ ନର୍ମାଲ ବନେଇଦେବେ, ଏଇଟା ଗୋଟେ ନର୍ମାଲ ଜିନିଷ ବନେଇଦେବେ, ଲକ୍ଷ ଲକ୍ଷ ଲୋକ ଏମିତି ମରୁଥିଲେ, ଏଇଟା ଗୋଟେ ତାର ମେଜର କାରଣ ଥାଇପାରେ ଯୋଉଥିପାଇଁ କି ଏଟା ଅଣାଗଲା। ହଁ, ତ କଳା ପାହାଡ ବିଷୟରେ ଯୋଉ ପର୍ସିଆନ ଆକାଉଣ୍ଟ କୁହାଯାଏ, ଯୋଉଟା କି ଫାରସର ଯୋଉ ବିଭିନ୍ନ ଜିନିଷ ଗୁଡା ସେଗୁଡା ସବୁ ବ୍ରିଟିଶ ମ୍ୟୁଜିୟମରେ ରଖାଯାଇଛି, ତାକୁ କୁହାଯାଉଛି ଆହ୍ଲାବାଦୀ କଳା ପାହାଡ। ଆଉ ଆମର ଓଡିଆ ଲୋକମାନେ ଯୋଉ ସବୁ ତାର ଓଡିଆ ପୋଥି ପତ୍ର ଲେଖିଛନ୍ତି 1600 ବେଳକୁ, ସେଇଥିରେ ସବୁ ଲେଖା ହେଇଛି ଇଲାହାଦ କଳା ପାହାଡ। ତାମାନେ ସେ ଆରମ୍ଭରୁ ହିଁ ମୁସଲମାନ ଥିଲା। ଯେମିତି ତଥାଗତି ଭାବେ ସବୁ ମୁସଲମାନ ଆକ୍ରାନ୍ତ ମାନେ ଭାରତ ବର୍ଷରେ ଆକ୍ରମଣ କରି ମନ୍ଦିର ଭାଙ୍ଗୁଥିଲେ, ଇଏ ବି ଭାଙ୍ଗିଛି। କିନ୍ତୁ ଆଙ୍କୁ ଗୋଟେ କ୍ଲିନ ଚିଟ୍ ଦବା ପାଇଁ ସେମାନେ କୋଉ ବି ମନ୍ଦିର ପଚାରନ୍ତୁ, ଜଣେ ଆଖି ବନ୍ଦ କରି କହିବ କିଏ ଭାଙ୍ଗିଛି? କଳା ପାହାଡ ଓଡିଶାରେ। ଆଉ କଳା ପାହାଡ କିଏ ଥିଲା? ସେ ଗୋଟେ ବ୍ରାହ୍ମଣ ଥିଲା, ସେ ଗୋଟେ କନଭର୍ଟ ହେଲା, ତାକୁ ମନ୍ଦିରରେ ପଶିବାକୁ ଦେଲେନି। ମନ୍ଦିରରେ କାହିଁ ପଶିବାକୁ ଦେବେନି? ମନ୍ଦିରରେ ଯୋଉ ପଶିବାକୁ ଦେଲେନି, ମନ୍ଦିରରେ ପଶିବାକୁ ଦେଲେନି ବୋଲି ସେ ଏତେ ରାଗି ଗଲା ଯେ ସେ ସବୁ ମନ୍ଦିର ଭାଙ୍ଗିଦେଲା। ଏଇଟା ଗୋଟେ ମାନେ ଜିନିଷ, ଜଣେ ଯଦି ମ୍ଲେଚ୍ଛ ହବ ତା ମାନେ ତାକୁ ମନ୍ଦିରରେ ପଶିବାକୁ ଦିଆଯିବନି। ଆଉ ଗୋଟେ କଥା, ଗୋଟେ ବ୍ରାହ୍ମଣ ବିରୁଦ୍ଧରେ ବି ଏଟା ଗୋଟେ ନେରେଟିଭ, ଗୋଟେ ବ୍ରାହ୍ମଣ ବିରୁଦ୍ଧରେ ବି ନେରେଟିଭ। ଏଇଟା କଣ ହେଲା, ବ୍ରାହ୍ମଣ ସହିତ ଲଢେଇ କଲା, ବ୍ରାହ୍ମଣ ଚଣ୍ଡାଳ ହେଇଗଲା। ମାନେ ମନ୍ଦିରରେ କିଏ ରହିଛି? ବ୍ରାହ୍ମଣ ରହିଛନ୍ତି। ମନ୍ଦିର ଭାଙ୍ଗିବାକୁ କିଏ ଯାଉଛି? ସେଇ ବ୍ରାହ୍ମଣ ଯାଉଛି। ତା ଅର୍ଥ କଣ, ଏଇ ବ୍ରାହ୍ମଣ ଯାହାକୁ କୁହାଯାଏ ସବୁଠୁ ଅଧିକା ଜ୍ଞାନୀ, ସିଏ ମାନେ ମ୍ଲେଚ୍ଛ ମାନଙ୍କ ସହିତ ମିଶିକିରି ସେଇ ମନ୍ଦିର ଆସିକି ଭାଙ୍ଗିଲା। ଆଚ୍ଛା, ଏଇଠୁ ଗୋଟେ ଭିନ୍ନ ଦିଗକୁ ଯିବି। ବର୍ତ୍ତମାନ ଓଡିଶାରେ ଯୋଉ ହେତୁବାଦୀ ନାଁରେ ବା ଅନ୍ୟ ଯୋଉମାନେ ନିଜକୁ ଭାବୁଛନ୍ତି ଆମେ କୌଣସି ଧର୍ମରେ ନୁହଁ ଇତ୍ୟାଦି ଇତ୍ୟାଦି, ସେଥିରେ ଅଧିକାଂଶ ବ୍ରାହ୍ମଣ ଅଛନ୍ତି। ବେଳେ ବେଳେ ଲୋକ ଦେଖନ୍ତୁ, ଆମେ ଯଦି ବର୍ଣ୍ଣ ବ୍ୟବସ୍ଥାକୁ ଯିବା, ବର୍ଣ୍ଣ ବ୍ୟବସ୍ଥାରେ ବର୍ଣ୍ଣରେ ଆପଣ ଦେଖିବେ ବ୍ରାହ୍ମଣ କିଏ? ଯାହାର ବ୍ରହ୍ମ ଅଛି, ଯାହାର ଜ୍ଞାନ ଅଛି, ସିଏ ହେଲା ବ୍ରାହ୍ମଣ। ଯିଏ କ୍ଷେତ୍ରକୁ ରକ୍ଷା କରିବ, କ୍ଷେତ୍ର ପାଳନ କରିବ, କ୍ଷେତ୍ର ରକ୍ଷା ଯିଏ କରିବ ସିଏ ହେଲା କ୍ଷତ୍ରିୟ। ସେମିତି ଆଉ ଗୋଟେ ବର୍ଣ୍ଣ ହେଲା ଆମର ବ୍ୟୟଶୀଳ କାମ ଯିଏ କରିବ, ମାନେ ବିଜନେସ ଯୋଉଟା କୁହାଯାଉ, ଇନଭେଷ୍ଟମେଣ୍ଟ ଆଣ୍ଡ ରିଟର୍ନ କୁହାଯାଏ ଆଜିର ଡେଟରେ। ସେମାନେ ବ୍ୟୟଶୀଳ କାମ କଲେ ସେମାନେ ହେଲେ ବ୍ୟୟସ୍ୟ। ଆଉ ଯୋଉମାନେ କ୍ଷୁଦ୍ର ଶିଳ୍ପ କଲେ ସେମାନଙ୍କୁ କୁହାଯାଏ କ୍ଷୁଦ୍ର, କ୍ଷୁଦ୍ରଟା ଅପଭ୍ରଂଶ ହେଇକିରି ଶୂଦ୍ର ବୋଲି କୁହାଯାଏ। ଏଇଟା ରହିଲା ଚାରି ପ୍ରକାର ଆମର ବର୍ଣ୍ଣ ବ୍ୟବସ୍ଥା। ଏଇ ଚାରି ପ୍ରକାର ବର୍ଣ୍ଣ ବ୍ୟବସ୍ଥାରେ ଆଜିର ଡେଟରେ ଯଦି ଆମେ ଦେଖିବା, ଜଣେ ଯଦି ଇଞ୍ଜିନିୟର ଅଛି, ସେ ଇଞ୍ଜିନିୟର ଅଛି, ଯଦି ସେ ଇଞ୍ଜିନିୟରରେ ଯଦି ଡିଜାଇନ କାମ କଲା ସେଟା ହେଲା ବ୍ରାହ୍ମଣ। କିନ୍ତୁ ସେ ଏକ୍ସିକ୍ୟୁସନ ଲାଇନ କୁ ପଳେଇଲା ତ ସେଟା ହେଇଗଲା ମାନେ ବ୍ୟୟସ୍ୟ କିମ୍ବା କ୍ଷୁଦ୍ର ଶିଳ୍ପ କାମକୁ ପଳେଇଲା। ସେମିତି ଡାକ୍ତର, ସେ କଣ କଲା? ସେ ସେବା କଲା। ଯଦି ସେ ଅସ୍ତ୍ରୋପଚାର କରୁଛି, ରିସର୍ଚ୍ଚ ନ କରିକିରି ସେଇ ଡାକ୍ତରଟା, ତାହେଲେ ସେ କୋଉ କାମ କଲା? ସିଏ କଲା କ୍ଷୁଦ୍ର ଶିଳ୍ପ କାମ, ସେବା କାମ କଲା। ତ ସେଥିପାଇଁ ଆପଣ ଦେଖିଥିବେ କେରଳରେ ଯୋଉମାନେ ଅପରେସନ ସବୁ କରୁଥିଲେ ସେମାନେ କିଏ ଥିଲେ? ସେମାନେ ସବୁ ବାରିକ ଥିଲେ। ତାଙ୍କୁ ସବୁ ପୋଥି ପଢି କିଏ କହୁଥିଲେ? ବ୍ରାହ୍ମଣ ମାନେ କହୁଥିଲେ। ତ ବ୍ରାହ୍ମଣର କାମ କଣ? ବ୍ରାହ୍ମଣର କାମ ହେଲା ବିଭିନ୍ନ ପୋଥି ପତ୍ର ପଢିବ। କିନ୍ତୁ ପୋଥି ପତ୍ର ସେ କୋଉଠି ରହିକିରି ପଢିବ? ସେ କଣ ବିରାଟ ବଡ ବଡ ମହଲରେ ପଢିବ? ପୋଥି ପତ୍ର ମହଲରେ ପଢିଲେ ସେ କେବେ ବୁଝିପାରିବନି। ସେ ଜଙ୍ଗଲରେ ଯାଇକିରି ବୈରାଗ୍ୟରେ ରହିକି ପଢିବ। ତ ସେମିତିଆ ଥିଲା। କିନ୍ତୁ କଣ ହେଲା, ପରବର୍ତ୍ତୀ ସମୟରେ ବହୁତ ଜଣ ରାଜା ଥିଲେ, ସେମାନେ କାହାକୁ ବି ଉଠେଇକିରି ତାଙ୍କ ଚେଲା ମାନଙ୍କୁ ସବୁ ମନ୍ଦିରରେ ବସେଇ ଦେଲେ। ବସେଇ ଦେଇକିରି ସେମାନଙ୍କୁ କଣ କରିଦେଲେ? ବ୍ରାହ୍ମଣ କରିଦେଲେ। ସେମାନେ କଣ କଲେ? ସେମାନେ ଗୋଟେ ଗୋଟେ ଖରାପ ଶକ୍ତି ଙ୍କ ସହିତ ହାତ ମିଳେଇକିରି ବ୍ରାହ୍ମଣ ହେଲେ। ତ ଆଜି ସେମିତି ସେଇମାନେ ଆଜି ବ୍ରାହ୍ମଣକୁ ମୂଳ କାମ, ହଁ, ମୁଁ ପରିବାର ଆଡେ ଯାଇନି, ମୁଁ ଏପର୍ଯ୍ୟନ୍ତ ବର୍ଣ୍ଣାଶ୍ରମ କହୁଛି, 4ଟା ଆଶ୍ରମ କଥା କହିଛି। ତ ଯେହେତୁ ବର୍ଣ୍ଣାଶ୍ରମ କଥା ମୁଁ କହୁଛି, ତ ବର୍ଣ୍ଣାଶ୍ରମରେ ଗୋଟେ ଜିନିଷ ଥିଲା,
କିନ୍ତୁ ପରବର୍ତ୍ତୀ ସମୟରେ ରାଜା ମାନେ କଣ କଲେ ଗୋଟେ ଗୋଟେ ମନ୍ଦିର ବନେଇଲେ କାହାକୁ ବି ସେଠି ବସେଇ ଦେଲେ ସେଇ ରାଜା ମାନଙ୍କର ଯୋଉମାନେ ଚାଟୁକାରିତା କରୁଥିଲେ କିମ୍ବା ବେଳେ ବେଳେ ସେମାନେ ଫରେନ ବାଲାଙ୍କର ବି ଯେତେ ମୁଗଲ ଆସିଲେ ସବୁ ବାହାରୁ ବିଦେଶୀ ତାଙ୍କ ଚାଟୁକାରିତା କଲେ ଆଜି ବି ସେଇ କାମ କରୁଛନ୍ତି ଆଜି ବି ସେଇ କାମ ହିଁ କରୁଛନ୍ତି ହେତୁବାଦୀ କଣ ହେତୁବାଦୀର ଅର୍ଥ କଣ ରେସନାଲିଷ୍ଟ କୁହାଯାଏ ସବୁ ଜିନିଷର କାରଣ ନଥାଏ ନାଇଁ ମୋର ପ୍ରଶ୍ନ ଏଇଆ ଥିଲା ଯେହେତୁ ଆପଣ କହିଲେ ବିଗତ ଦିନରେ ସବୁ ବ୍ରାହ୍ମଣ ମାନେ ହିଁ ପ୍ରଥମଷ୍ଟ ଲୋକମାନଙ୍କୁ ବାଟ ଦେଖଉଥିଲେ ବା ଜ୍ଞାନ ଦଉଥିଲେ ତ ବର୍ତ୍ତମାନ ଓଡିଶାରେ ଯେତିକି ହେତୁବାଦୀଙ୍କର ଆଗ ଧାଡିରେ ଯୋଉମାନେ ଅଛନ୍ତି ସେମାନେ ମିଶ୍ର ପାଣି ଆଉ ପଣ୍ଡା ଏଇଭଳିଆ ଟାଇଟେଲ ଅଛନ୍ତି ମାନେ ବ୍ରାହ୍ମଣ ସେମାନେ ସବୁ ତ ଏଇ ବ୍ରାହ୍ମଣଙ୍କର ମତିଭ୍ରମ କେମିତି ହେଲା ଦେଖନ୍ତୁ ବ୍ରାହ୍ମଣ ମୁଁ କହିଲି କିଏ ବ୍ରାହ୍ମଣ ଯାହା ପାଖରେ ବ୍ରହ୍ମ ଜ୍ଞାନ ରହିବ ସେ ହେଲା ବ୍ରାହ୍ମଣ ଏଇଟା ହେଲା ବ୍ରହ୍ମ ଜ୍ଞାନ ରହିଲା ମାନେ ଜଣଙ୍କର ସେ ହେଲା ବ୍ରାହ୍ମଣ ଆମେ ଯଦି ଆମ ଇତିହାସ ଦେଖିବା ଆମ ହିନ୍ଦୁ ଇତିହାସ ଦେଖିବା ରତ୍ନାକର କିଏ ଥିଲେ ଆମେ ଜାଣିନୁ କିନ୍ତୁ ସିଏ ହେଲେ ମାନେ ସନ୍ତ ସିଏ ଆମର ବାଲ୍ମୀକି ତାହେଲେ ସିଏ ବ୍ରାହ୍ମଣ ସେମିତି ବେଦବ୍ୟାସ ସିଏ ମଧ୍ୟ ବ୍ରାହ୍ମଣ ସେମିତି ବ୍ରାହ୍ମଣ କୂଳରେ ଜନ୍ମ ହେଇଥିଲେ ରାବଣକୁ ବ୍ରାହ୍ମଣ କୁହାଯାଏନି ସୁପର୍ଣ୍ଣେଖା ମଧ୍ୟ ବ୍ରାହ୍ମଣ କୂଳରେ ଜନ୍ମ ହେଇଥିଲେ ତାଙ୍କୁ ମଧ୍ୟ ବ୍ରାହ୍ମଣ କୁହାଯାଏନି ତାଙ୍କ ନାକ କାଟି ଦେଇଥିଲେ ଲକ୍ଷ୍ମଣ ଆପଣ ଜାଣିଥିବେ ରାମାୟଣ ଆମର ତ ସେଥିପାଇଁ ବ୍ରାହ୍ମଣ କିଏ ତ ସେମିତି କାଳକ୍ରମେ ବହୁତ ଗୁଡେ ମନ୍ଦିରରେ ରାଜା ମାନଙ୍କର କିଛି ଚାଟୁକାର ଲୋକମାନଙ୍କୁ ଯୋଉ ଛୋଟ ଛୋଟ ରାଜ୍ୟରେ ସେମାନେ ତାଙ୍କ ଚାଟୁକାର ମାନଙ୍କୁ ବସେଇ ଦେଲେ ତ ସେମାନେ କାଳକ୍ରମେ ନିଜକୁ ସବୁ ବ୍ରାହ୍ମଣ କହିଲେ କିନ୍ତୁ ତାଙ୍କର ନା ଜ୍ଞାନ ଅଛି ନା ବ୍ରହ୍ମ ଆପଣ ଏଇ ହେତୁବାଦୀ ମାନଙ୍କୁ ହିଁ ଦେଖନ୍ତୁ ଟାଇଟେଲ ଯାହା ଥାଉ ଟାଇଟେଲ ଆଡକୁ ମୁଁ ଯାଉନି ସେମାନେ ଦେଖିବେ ସେମାନଙ୍କର କ୍ୱାଲିଫିକେସନ ଦେଖନ୍ତୁ ସେମାନଙ୍କର ନଲେଜ ଦେଖନ୍ତୁ ନଲେଜ ନାହିଁ ସେଟା ମୂର୍ଖ ଗୁଡା ଟୋଟାଲ ସେଟା ମୂର୍ଖ ଗୁଡାକ କାଇଁ ଜଣେ ହେତୁବାଦୀ କହୁଛନ୍ତି ସେ ୟୁନିଭର୍ସିଟିରେ ପଢିକି ଆସିଛନ୍ତି ଜଣେ ପ୍ରଫେସର ଥିଲେ ଆରେ ସିଏ ଯଦି ଗୋଟେ ପ୍ରଫେସର ଥିଲେ ସିଏ ହେଲେ ଗୋଟେ ହେତୁବାଦୀ ତ ମୁଁ ଏଇଟା ପଚାରିବାକୁ ଚାହେଁ ସେ ଗୋଟେ ଷ୍ଟୁଡିଓରେ ବସିଛନ୍ତି ଇଣ୍ଟରଭ୍ୟୁ ଦଉଛନ୍ତି ସେ କହୁଛନ୍ତି ଯେ ଯୋଉ ଜିନିଷ ସେ ଦେଖନ୍ତି ସେଟା ବିଶ୍ୱାସ କରନ୍ତି ନ ଦେଖନ୍ତି ବିଶ୍ୱାସ କରନ୍ତିନି ତାହେଲେ ଯୋଉ ଷ୍ଟୁଡିଓରେ ବସିଛନ୍ତି ହଁ ସାଇନ୍ସ ମୁଁ କହୁଛି ସେଇ ଷ୍ଟୁଡିଓରେ ଗୋଟେ ଛାତ ଅଛି କି ନାହିଁ ସେଇ ଛାତଟା ତିଆରି ହେଇଥିବ ତାର ଷ୍ଟିଲ ବାର୍ସ ୟୁଜ ହେଇଥିବ ତାର ଷ୍ଟ୍ରକ୍ଚରାଲ ଡିଜାଇନିଂ ହେଇଥିବ ତାର କଂକ୍ରିଟ ସେଇ ଷ୍ଟିଲ ର ଷ୍ଟ୍ରେନ୍ଥ କେତେ ଦେଖିଛନ୍ତି ଟେଷ୍ଟ କରିଛନ୍ତି ଷ୍ଟ୍ରକ୍ଚରାଲ ଡିଜାଇନ ଦେଖିଛନ୍ତି ସେ କଂକ୍ରିଟ ର ଡିଜାଇନ ଦେଖିଛନ୍ତି କେମିତି କଂକ୍ରିଟ ମୁଁ କହିବି ସେ ଛାତ ଭାଙ୍ଗିଯିବ ତାଙ୍କ ମୁଣ୍ଡରେ ପଡିଯିବ ସିଏ ଯଦି ସେଇ ଛାତଟାକୁ ଦେଖି ନାହାନ୍ତି ସେ ଷ୍ଟୁଡିଓରେ ବସି କେମିତି ଇଣ୍ଟରଭ୍ୟୁଟା ଦଉଛନ୍ତି ତା ଅର୍ଥ ଗୋଟେ ଛାତଟେ ଜଣେ ଯଦି କହିଲା ଏଟା ସେଫ୍ ଅଛି ବୋଲି ତାମାନେ କଣ ସେଫ୍ ସେ ତ କହୁଛନ୍ତି ସେ ହେତୁବାଦୀ ସେ rationalist those who are rationalists they have to check each and everything which they are believing seeing is believing this is what they say ସେମାନେ ଯାହା ଦେଖିବେ ସେଇଟାକୁ ମାନିବେ ଏଇଆ ତ ହେତୁବାଦୀ ଅର୍ଥ ତାଙ୍କ କହିବା ଅନୁସାରେ ସେ ଛାତଟାକୁ ବି କିଏ ଇଞ୍ଜିନିୟର ଜଣେ ବନେଇଛି କଣ୍ଟ୍ରାକ୍ଟର ବନେଇଛି ସେମାନେ ବି ସେ ସାଇନ୍ସ କୁ ଫଲୋ କରିକି ବନେଇଛନ୍ତି ସବୁ ଯାକ ମେସିନାରୀ ସାଇନ୍ସ ର ଲାଗିଛି ସେ ବସିଛନ୍ତି ତ ସେମିତି ଆମ ପୂର୍ବ ପୁରୁଷ ମାନେ କହିଲେ ସେମାନେ କିଛି ଐଶ୍ୱର୍ଯ୍ୟ ଚମତ୍କାର ଦେଖିଛନ୍ତି ସେମାନେ ସେଟା ବି ରେକର୍ଡେଡ ଅଛି ଅମୁକ ଜାଗାରେ ଏଇ ଚମତ୍କାର ହେଇଥିଲା ସେଟା ପୁଣି ଭାଣ୍ଡାମି କେମିତି ହେଲା ସେଇ ଇଞ୍ଜିନିୟର ବି ତ ଭାଣ୍ଡାମି କରିପାରେ ଇଞ୍ଜିନିୟର ବି ଭୁଲ କାମ କରୁଛନ୍ତି ଛାତ ବି ଗଳି ପଡୁଛି କି ନାହିଁ ସେଟା ଭାଣ୍ଡାମି ନାହିଁ ସେଇ ଇଞ୍ଜିନିୟର ବି ଭାଣ୍ଡାମି କରିଥାଇ ପାରନ୍ତି ମାନେ କଣ ଖାଲି ଧର୍ମ ସହିତ ଯୋଉଟା ଲାଗିକିରି ଥିବ ସେଇ ଜିନିଷଟା ଭାଣ୍ଡାମି ଏଇଟା ସେଇମାନେ କୁହନ୍ତି ଯୋଉମାନଙ୍କ ପୂର୍ବ ପୁରୁଷ ମାନେ ନିଜକୁ ବ୍ରାହ୍ମଣ କହିକିରି ଭାଣ୍ଡାମି କରି ମାନେ ବ୍ରାହ୍ମଣ ଯେମିତି ଗୋପବନ୍ଧୁ ଦାସ ପଣ୍ଡିତ ନୀଳକଣ୍ଠ ଦାସ ଜୟରାଜଗୁରୁ ଏମାନେ ସବୁ ବ୍ରାହ୍ମଣ ଏମାନେ କଣ ଏମାନେ ଏଇ ସବୁ ଶବ୍ଦ ଏମାନଙ୍କୁ ମୋର ଏମାନେ ସବୁ ହେଲେ ଶିକ୍ଷିତ ଏମାନେ ଶିକ୍ଷା ଦେଇଛନ୍ତି ଜନସେବା କରିଛନ୍ତି ସେମାନେ କଣ କହୁଛନ୍ତି ଆମେ ମରିଗଲେ ବି ଆମ ପିଠିରେ ଲୋକ ଚାଲି ଯାଆନ୍ତୁ ମୁଁ ମରିଗଲେ ବି ମତେ ଉଦ୍ଧାର ମୁଁ ସେମିତି ହେବି ଏମାନେ ହେଲେ ସବୁ ବ୍ରାହ୍ମଣ ଯିଏ ସମାନ ବ୍ରାହ୍ମଣର ଜାତିର ମେନ୍ କାମ ହେଲା ତ୍ୟାଗ ସିଏ ବସିକିରି ଭାଷଣ ମାରିବା ତାର ନାହିଁ ବ୍ରାହ୍ମଣଟେ ମେନ୍ କାମ ତାର ତ୍ୟାଗ ତମେ ତାଙ୍କର ମୁଁ କହୁଛି ତାଙ୍କର ଏତେ କମ ଜ୍ଞାନ ଯଦି ଗୋଟେ ସୂର୍ଯ୍ୟ ପରାଗ ହେଲା କି ଗୋଟେ ଚନ୍ଦ୍ର ଗ୍ରହଣ ହେଲା ସେତିକି ବେଳକୁ ଜଣେ ଯଦି ଉପାସ କରିଦେଲା ସେଟା ଖଗୋଳୀୟ ଘଟଣା ଆମେ ବିରିୟାନୀ ଖାଇବୁ ଠିକ ଅଛି କିନ୍ତୁ ଗୋଟେ ଅର୍ଦ୍ଧଚନ୍ଦ୍ରକୁ ଦେଖିକିରି ଗୋଟେ ସମ୍ପ୍ରଦାୟ ଯଦି ଜୀବଜନ୍ତୁକୁ ନୃଶଂସ ଭାବରେ ମାରିକିରି ରାସ୍ତାଘାଟ ରକ୍ତାକ୍ତ କରିଦଉଛି ତାକୁ ଟିକେ ବୁଝେଇ ଦଉନ ଯେ ଏଟା ଖଗୋଳୀୟ ଘଟଣା ସେମାନେ ଅଲଗା ସମ୍ପ୍ରଦାୟ କାହିଁ କୁହନ୍ତିନି ଭାରତ ଦେଶର ସଂସ୍କୃତି ଭାରତ ଦେଶର ସଂସ୍କାର ଏଇ ଭାରତ ଦେଶର ବିଭିନ୍ନ ଜାଗାରେ ଆମେ ଯୋଉ ହିସାବରେ ଆମର ରୀତିନୀତି ସବୁ କରୁଛେ ତାକୁ କେମିତି ସେମାନେ ସବୁବେଳେ ଦେଖେଇବେ ଭାରତୀୟ କେମିତି ମୂର୍ଖ ସେଇଟା ଦେଖେଇବେ ସମସ୍ତଙ୍କୁ ସେଇଟା ଯଦି ସେମାନେ ଶିକ୍ଷିତ ହେଇଥାନ୍ତେ ମୁଁ ଆପଣଙ୍କୁ କଣ କହିଲି ମୁଁ କହିଲି ଏମାନେ ଗୋଟେ ମୂର୍ଖ କାହିଁକି ମୂର୍ଖ କହିଲି ଆପଣ ଗୋଟେ ଜିନିଷ କୁହନ୍ତୁ ଏମାନେ କହିବେ ଯେ ଶିବଙ୍କ ମୁଣ୍ଡରେ ଯୋଉ
ଶିବଙ୍କ ଉପରେ ଯୋଉ କ୍ଷୀର ଯୋଉ ଢଳା ହଉଛି ସେଥିରେ କ୍ଷୀର ସବୁ ନଷ୍ଟ ହେଇଯାଉଛି। ତ ଗୋଟେ ଗଛକୁ କାଟିକିରି ତାକୁ ସଜେଇକିରି ଗୋଟେ ପର୍ବ କଲେ ସେଥିରେ କଣ ଆମର ନଷ୍ଟ ହଉନି? ଯେତେବେଳେ ଗୋବଂଶକୁ ଚାଲାଣ କରିକିରି ମାରି ଦଉଛନ୍ତି ସେଥିରେ କଣ ଆମର ଗୋବଂଶ କ୍ଷୟ କରୁଛନ୍ତି ସେଟା ବିଷୟରେ କହୁନାହାନ୍ତି, କିନ୍ତୁ କ୍ଷୀର ଟିକେ ଆମେ ଢାଳିଦେଲେ ତ ଏଇଟା କଣ? ଏଇଟା ଏକରେ ତ ମୂର୍ଖାମି, ଆଉ ଗୋଟେ କିଛି ସ୍ୱାର୍ଥପର ବିଦେଶୀ ଏଜେଣ୍ଟ କୋଠୁ କିଛି ନା କିଛି ୟାକୁ ତ ଆପଣ ସ୍ୱାର୍ଥ ହାସଲ ସିଧାସଳଖ କହୁଛନ୍ତି ହେତୁବାଦୀ ମାନେ ବିଦେଶୀ ଷଡଯନ୍ତ୍ରର ଗୋଟେ ଏଜେଣ୍ଟ ହେଇକି କାମ ଏଜେଣ୍ଟ ହେଇକି କରୁଛନ୍ତି। କାମ କରୁଛନ୍ତି। ହୁଁ ଆଉ ଏତେ ସୁନ୍ଦର ଭାବରେ ସେମାନେ ବ୍ୟାଖ୍ୟା କରିଦଉଛନ୍ତି କଥା ଗୁଡାକୁ। ହୁଁ କଣ ହଉଛି କି ଆପଣ ଦେଖିବେ ସେମାନଙ୍କର ତାଙ୍କ ବିରୁଦ୍ଧରେ ଯିଏ ଗୋଟେ ବିତର୍କ କରିବ ସେଇ ଜାଗାରେ କିଛି ଶିକ୍ଷିତ ହିନ୍ଦୁଙ୍କୁ ରଖାଯାଉ, ହୁଁ ହେଲେ ଏମାନେ ଏତେ ମୂର୍ଖ, ଏମାନେ ଯଦି ଆମ ସାମ୍ନାକୁ ଆସିବେ ଆମେ ତାଙ୍କୁ ଏକ୍ସପୋଜ କରି ତା କେତେ ବଡ ହେତୁବାଦୀ। ଆମେ ଦେଖନ୍ତୁ ଦୁନିଆର ସବୁ ଜିନିଷ ଆଜ୍ଞା ଭରସା କରିବାକୁ ପଡେ। ଆମେ ଗୋଟେ ଗାଡିରେ ଯାଉଛେ, ସେ ଗାଡିଟା ଠିକ ରେ ତିଆରି ହେଇଛି ବୋଲି ଭରସା କରୁଛେ, ଗୋଟେ ଘରେ ରହୁଛେ ସେଠି ବି ଭରସା। ତ ଆମକୁ ସେଟା କଣ, ସେଟା ଆମେ ଗୋଟେ ଭରସା କରୁଛେ, ତ ସେଟା କଣ ଅନ୍ଧବିଶ୍ୱାସ? ଠିକ ଅଛି ଭାଇ, ଆମେ ବର୍ତ୍ତମାନ କଳାପାହାଡ଼ଠୁ ପଳେଇ ଆସିଲେ ହେତୁବାଦୀ ଆଡକୁ, ତ ଆମେ ପୁଣି ମୂଳକୁ ଫେରିବା। ହୁଁ। ଓଡିଶାର ଗୌରବମୟ ଗାଥା ଏବଂ ଓଡିଶାରେ ଥିବା ବୀର ରାଜା ମାନଙ୍କ ବିଷୟରେ ଚର୍ଚ୍ଚା କରିବା। ଇଲୁ ଯାହା ବି ହଉ କଳାପାହାଡ଼ ଜଣେ ମୁସଲମାନ, ଇଲୁ ଆରମ୍ଭରୁ ହିଁ ମୁସଲମାନ, ଜନ୍ମରୁ ହିଁ ମୁସଲମାନ। ଆପଣ ମାନେ ଜାଣି ରଖନ୍ତୁ କଳାପାହାଡ଼କୁ କେବେ ବି ଆପଣ ଜଣେ ବ୍ରାହ୍ମଣ ବା ହିନ୍ଦୁ ବୋଲି କହିବା ଠିକ ନୁହେଁ, ଗୋଟେ ଓଡିଆ ଭାବେ କହିବା ଠିକ ନୁହେଁ। ତେବେ ଆଉ ଜଣେ ରାଜାଙ୍କ ନାଁ କୁହନ୍ତୁ ଯାହାର ଗୌରବମୟ ଗାଥା ଆମ ଓଡିଶା ଲୋକ ଜାଣିବା ହଁ, ଦରକାର। ତ ଓଡିଶାରେ ଆଉ ଗୋଟେ ନାରେଟିଭ ଚଲା ହୁଏ ଯେ ଆଜ୍ଞା ଓଡିଶାରେ ବିଭିନ୍ନ ଜାଗାରେ ସବୁ ବୌଦ୍ଧ ସ୍ତୂପ ଥିଲା। ଆଜ୍ଞା ସେ ବୌଦ୍ଧ ସ୍ତୂପ ଗୁଡାକ ଥିଲା, ସେଇ ବୌଦ୍ଧ ସ୍ତୂପ ଗୁଡାକୁ ସବୁ ଭାଙ୍ଗିକିରି ମନ୍ଦିର କରାହେଇଛି, କି ତା ଉପରେ ମନ୍ଦିର କରାହେଇଛି। ତା ଉପରେ ମୁଁ କହିଦବାକୁ ଚାହେଁ ଯେ ଅଶୋକ, ଆଜ୍ଞା ଯିଏ କି କଳିଙ୍ଗ ଯୁଦ୍ଧରେ ଆମେ ଜାଣୁ ତାକୁ, ହୁଁ ସେ ଅଶୋକ କିଏ ଥିଲା? ସେ ଅଶୋକ ଗୋଟେ ଚଣ୍ଡାଳ ଥିଲା। ଆଚ୍ଛା ସମସ୍ତେ କୁହନ୍ତି ଚଣ୍ଡ ଅଶୋକ ଥିଲା, ହୁଁ ଆକ୍ରମଣ କଲା। ଚଣ୍ଡାଶୋକ କିନ୍ତୁ ବଡ ଚାଲାକିର ସହିତ ଏଇଟା କୁହନ୍ତିନି ସେ କୋଉ ପନ୍ଥରେ ଥିଲା ସେତିକି ବେଳେ ଯେତେବେଳେ ଆକ୍ରମଣଟା କଲା। ହୁଁ ସିଏ ସିଂହାସନ ଆରୋହଣର ଚତୁର୍ଥ ବର୍ଷରେ ବୌଦ୍ଧ ହେଇଯାଇଥିଲା। ଆଚ୍ଛା ଆଉ ଏଇଟା ଶ୍ରୀଲଙ୍କାର କିଛି ଲେଖାରେ ମିଳୁଛି। ହୁଁ ହୁଁ ଶ୍ରୀଲଙ୍କାରେ କିଛି ପୋଥି ବାହାରୁଛି, ସେଇଥିରେ ଲେଖା ହେଇଛି ଯେ ସିଂହାସନ ଆରୋହଣର ଚତୁର୍ଥ ବର୍ଷରେ ବର୍ଷ ସେ ବୌଦ୍ଧ ତା ହେଇଯାଇଥିଲା। ପୂର୍ବରୁ କଣ ଥିଲା? ତା ପୂର୍ବରୁ କୌଣସି ନା କୌଣସି ପନ୍ଥରେ ଥିବ। ତ ସେଇଟା ଆମର ମେନ୍ ଟପିକ ହେଲା ସେ ବୌଦ୍ଧ ଥିଲା, ଏଇଟା ଜାଣିବାର ଅଛି। ଆଜ୍ଞା ତ ଅଷ୍ଟମ ବର୍ଷରେ ସେ ଆକ୍ରମଣ କରିଛି କୋଉଠିକି? ସିଂହାସନ ଆରୋହଣର ମାନେ ବୌଦ୍ଧ ହବାର 4 ବର୍ଷ ପରେ ହୁଁ ଆକ୍ରମଣ କରିଛି କୋଉଠି? କଳିଙ୍ଗରେ। ଆଚ୍ଛା ତ ବୌଦ୍ଧ ହବା ପୂର୍ବରୁ ସେ ଯାହା ବି ସମ୍ପ୍ରଦାୟରେ ଥିଲା ସେତେବେଳେ କଳିଙ୍ଗକୁ ସେ ଆକ୍ରମଣ କରିନଥିଲା। ହୁଁ ତା ମାନେ ସେ ଚଣ୍ଡାଳ କେତେବେଳେ ହେଲା? ବୌଦ୍ଧ ହେଲା ପରେ। ବୌଦ୍ଧ ହେଲା ପରେ। ତା ମାନେ ଗୋଟେ ବୌଦ୍ଧ ଆକ୍ରମଣକାରୀ ଆମ ଓଡିଶାକୁ ରକ୍ତାକ୍ତ କଲା, ଆମ ହୁଁ କଳିଙ୍ଗକୁ ରକ୍ତାକ୍ତ କଲା। କିନ୍ତୁ ଆମକୁ ଇତିହାସ ଶୁଣାଗଲା କି ହୁଁ। ଜଣେ ଚଣ୍ଡାଶୋକ ଥିଲା, ସିଏ କଣ ହେଲା? ଧର୍ମାଶୋକ ହେଇଗଲା, ବୌଦ୍ଧ ଧର୍ମାଶୋକ ହେଇଗଲା, ବୌଦ୍ଧ ଧର୍ମ ଗ୍ରହଣ ବୌଦ୍ଧ କଲେ। ଧର୍ମ ଗ୍ରହଣ କଲା। କେଡେ ବଡ ମିଛ ଆମ ଓଡିଆ ମାନଙ୍କୁ ଏଇ ମିଛ କୁହାଯାଉଛି ଜିନିଷ ଏପର୍ଯ୍ୟନ୍ତ। କୁହା ହେଇଛି। ହୁଁ ମିଛ ଜିନିଷ କହି ମୁଁ ତ ଏମିତି ବି କଥା ଶୁଣିଛି ଯୋଉ ଶିବଲିଙ୍ଗ ଅଛି ସେଗୁଡା ସବୁ ସ୍ତୂପ ଥିଲା। ଆରେ ଶିବଲିଙ୍ଗ କେମିତି ସ୍ତୂପ ହବ? ତେବେ ସ୍ତୂପ କେମିତି, ଶିବଲିଙ୍ଗ କେମିତି? ଆମର ଯଜାତି କେଶରୀଙ୍କ ସମୟରେ ଏଇ ସବୁ ଶୈବ କ୍ଷେତ୍ର ତ ହେଇଛି ଆପଣ ବହୁତ କହିବା କଥା ଯେ ଇଂରେଜ ଆଉ ମୋଗଲ ମାନଙ୍କ ଭଳି ବୌଦ୍ଧ ମାନେ ବି ଆମ ଭାରତ ବର୍ଷକୁ ଆକ୍ରମଣ ଆକ୍ରମଣ କରିଥିଲେ। କରିଛନ୍ତି, ବାରମ୍ବାର ଆକ୍ରମଣ। କୁଷାଣ ସାମ୍ରାଜ୍ୟ ଯୋଉ ଥିଲା ସେ ଉତ୍ତର ଭାରତରେ ସେ ବି ଆକ୍ରମଣ କରିଛନ୍ତି। ଯେ ମୁଗଲ ମାନେ ହଉଛନ୍ତି ଗୋଟେ ଜାରଜ ବଂଶ। ଆଚ୍ଛା ଜାରଜ ବଂଶ ମୋଗଲ କଣ ପାଇଁ? କାରଣ ମୁଗଲ ମାନଙ୍କର ଯଦି ମୂଳ ଦେଖିବେ ସେଟା ମଙ୍ଗୋଲିଆ। ସେମାନେ ବି ବୌଦ୍ଧ ଥିଲେ, ଚଙ୍ଗେଜ ଖାନ ବୌଦ୍ଧ ଥିଲା। ଆଚ୍ଛା ଆଚ୍ଛା ସେ ବୌଦ୍ଧ କଣ କଲା, ମଧ୍ୟ ଏସିଆଠୁ ନେଇକିରି ୟୁରୋପ ପର୍ଯ୍ୟନ୍ତ ସାମ୍ରାଜ୍ୟ ବନେଇଲା। ଆଉ କୁହାଯାଏ ସେ ବହୁତ ଲୋକଙ୍କ ସହିତ ତାର ସମାଗମ ହେଲା। ଆଚ୍ଛା ତା ଫଳରେ ତାର ସବୁ ଛୁଆ ଜନ୍ମ ହେଲେ। ହୁଁ ସେଇ ଯୋଉ ଛୁଆ ଜନ୍ମ ହେଲେ ତାକୁ ଆମେ ଗୋଟେ ପ୍ରକାର ଜାରଜ ସନ୍ତାନ କହିପାରିବା। ଆଚ୍ଛା ଜାରଜ ସନ୍ତାନ। ଏଇ ଖାନ ଯୋଉ ଆସିଛି, ଯୋଉ ଶବ୍ଦଟି ଖାନ ଆମେ ଶୁଣୁଛୁ, ଜହିରୁଦ୍ଦିନ ବବ୍ବର ଖାନ, ହୁଁ କି ଆମେ ଯୋଉ ଶୁଣୁଛେ ତୈମୁରଲଙ୍ଗ ଖାନ, ଯୋଉ ଖାନ ଟା ଆସିଲା ଏଟା କୋଉଠୁ ଆସିଲା? ଖାନ ତ ହଉଛି ମୋଙ୍ଗଲ ମାନଙ୍କର ଗୋଟେ ଶବ୍ଦ। ହୁଁ ତା ଅର୍ଥ ହଉଛି ସବୁ ମୋଙ୍ଗଲ କବିଲାକୁ ଯେ ଏକାଠି କରିଲା ହୁଁ ତାକୁ ଖାନ ର ଉପାଧି ମିଳିଥିଲା। ହୁଁ ତ ଚଙ୍ଗେଜ ଖାନ ତାକୁ ହୁଁ କୁହା ହଉଥିଲା। ତ ଏଇ ମୋଗଲ ଶବ୍ଦଟି ମଧ୍ୟ ଏସିଆକୁ କିମ୍ବା ଇରାନକୁ ହୁଁ କେମିତି ଆସିଲା? ଏଇ ମଧ୍ୟ ଏସିଆକୁ ଯୋଉ ଏଇ ଶବ୍ଦଟି ଆସିଲା ତାଙ୍କ ଶାସନରେ ଆସିବା ପରେ, ମୋଙ୍ଗଲ ଶାସନ ଆସିବା ଆଜ୍ଞା ପରେ। ପରବର୍ତ୍ତୀ ସମୟରେ ଏମାନେ ସବୁ ଯେତେ ଜାରଜ ସନ୍ତାନ ଥିଲେ, ଯୋଉମାନଙ୍କର ବୋପା କି ଜେଜେ ବାପା ଆମେ ଦେଖିବା ଯଦି ଗୋଟେ ନା ଗୋଟେ ବୌଦ୍ଧ ଆଚ୍ଛା ମୋଙ୍ଗଲ ହେଇଥିବ, ସେମାନେ ସବୁ ଭାରତ ଦେଶକୁ ଆକ୍ରମଣ କଲେ। ତ ବୌଦ୍ଧ ମାନେ ଓଡିଶାକୁ ଆକ୍ରମଣ କଲେ। ହୁଁ ସେମିତି ବେଙ୍ଗଲକୁ ତିବ୍ବତ ବାଲା ଆକ୍ରମଣ କରିଛନ୍ତି। ସେମିତି ଉତ୍ତର ଭାରତକୁ ହୁଣ କୁଷାଣ ଭଳିଆ ବୌଦ୍ଧ ମାନେ ଆକ୍ରମଣ କରିଛନ୍ତି। ହୁଁ ତ ଏ ବୌଦ୍ଧ ତ ଆକ୍ରମଣକାରୀ। ହୁଣଙ୍କର ମାନେ ମୂଳ
ସ୍ଥିତି କଣ? ତ ହୁଣ କୁଷାଣ ଯୋଉମାନେ ଥିଲେ କୁଷାଣ ସାମ୍ରାଜ୍ୟ ହେଇଥିଲା କନିଷ୍କ ତାଙ୍କର ଗୋଟେ ବଡ ରାଜା ଆପଣ ଜାଣିଥିବେ ବାମିୟାନ ବୁଦ୍ଧ ଯୋଉ ମୂର୍ତ୍ତି ଯୋଉ ହେଇଥିଲା ଯାହାକୁ କି ତାଲିବାନ ଭାଙ୍ଗିଦେଲା ସେଇ ସମୟରେ ପୁରା ପେଶାବର ଠୁ ନେଇକିରି ପୁରା ମାନେ ଆମର ମଥୁରା ପର୍ଯ୍ୟନ୍ତ ଯୋଉ ଅଂଶଟା ଅଛି ଭାରତର ସେଠି ତାଙ୍କର ଶାସନ ଥିଲା ଆଉ ତାଙ୍କ ସହିତ ମାନେ ସେଇ ସମକାଳୀନ ସେମାନେ ଯଦି ଦେଖିବେ 80ରୁ ନେଇକିରି 375 ପର୍ଯ୍ୟନ୍ତ ତାଙ୍କ ଶାସନ ଭାରତ ଦେଶରେ ରହିଛି ଆଉ ସମକାଳୀନ ଆମର ଆପଣ ଯଦି ଦେଖିବେ ଜଣେ ରାଜା ଥିଲେ ସମୁଦ୍ରଗୁପ୍ତ ଗୁପ୍ତ ବଂଶର ସବୁଠୁ ପରାକ୍ରମୀ ରାଜା କୁହାଯାଏ ତ ସେ 325ରୁ 375 ପର୍ଯ୍ୟନ୍ତ ତାଙ୍କ ଶାସନ ଥିଲା ମାନେ ସମକାଳୀନ ପରିସ୍ଥିତି ଯଦି ଏଇ ଯୋଉ 50 ବର୍ଷ ଆମେ ନବା 325ରୁ 375 ମାନେ ଏଇ 50 ବର୍ଷରେ ସମୁଦ୍ରଗୁପ୍ତ ବି ଥିଲେ କିନ୍ତୁ ସେଇ ସମକାଳୀନ ପରିସ୍ଥିତିରେ ହୁଣ କୁଷାଣ ମାନଙ୍କ ଭଳିଆ ବିଦେଶୀ ବୌଦ୍ଧ ବି ଭାରତ ଦେଶକୁ ଶାସନ କରୁଥିଲେ ତାଙ୍କ ଶାସନ କିଛି ଭଲ ନଥିଲା ଆଉ ତାଙ୍କ ସହିତ ଯଦି ଏତେ ପରାକ୍ରମୀ ଥିଲେ ସମୁଦ୍ରଗୁପ୍ତ ସେଟାକୁ ଆମର ଇତିହାସରେ ଲେଖି ଦିଆଯାଇଛି ଗୋଲ୍ଡେନ ଏଜ ଅଫ ମାନେ ସନାତନ ଧର୍ମର ଗୋଟେ ସେଟା ସ୍ୱର୍ଣ୍ଣ କାଳ କୁହାଯାଏ କିନ୍ତୁ ତା ପରବର୍ତ୍ତୀ ସମୟରେ ଚତୁର୍ଥ ଶତାବ୍ଦୀ ବେଳକୁ ଶତ୍ରୁଭଞ୍ଜ ଯିଏ ଚମ୍ପୁଆରେ ଥିଲେ ନାଗବଂଶୀ ସିଏ ଆକ୍ରମଣ କରିକିରି ଉତ୍ତର ଭାରତରେ ବିରାଟ ବଡ ସାମ୍ରାଜ୍ୟ କଲେ ଆଉ ସିଏ ଯୁଦ୍ଧ କରିକିରି ସେଇ ସବୁ ଜାଗା ଗୁଡାକୁ ଯୋଉ ଜାଗାରେ ସବୁ ହୁଣ କୁଷାଣଙ୍କର ଶାସନ ଥିଲା ସେଗୁଡାକୁ ସବୁ ସେ ନେଇଗଲେ ତ ଆମେ ଯେମିତି ଆରମ୍ଭରୁ ଚର୍ଚ୍ଚା କରୁଥିଲେ କି ଅଶୋକଙ୍କ ବିଷୟରେ ଓଡିଶାର ଯୋଉ ସେଇ ସମୟର ବୌଦ୍ଧ ଆକ୍ରମଣ ହେଲା ବୌଦ୍ଧ ଆକ୍ରମଣ ପରେ ଆମ ଓଡିଶାର ଜଣେ ମହାପରାକ୍ରମୀ ରାଜା ଯିଏକି ଐର ଖାରବେଳ ମହାମେଘ ବାହନ ମହାମେଘ ବାହନ ଐର ଖାରବେଳ ଆର.ଡି. ବାନର୍ଜୀ ଯିଏ ଇତିହାସରେ ଲେଖନ୍ତି ସିଏ ଲେଖି ଦେଇଛନ୍ତି ସିଏ ବି ସେଠି ଦେଖନ୍ତୁ ପ୍ରୋପାଗାଣ୍ଡାଟା ଆର୍ୟ ମାନେ ସେତେବେଳକୁ ଓଡିଶା ଆସି ସାରିଥିଲେ ଆର୍ୟର ଗୋଟେ ଡେଭିଏସନ ହଉଛି ଐର ଏଟା ଆର.ଡି. ବାନର୍ଜୀ ଲେଖିଛନ୍ତି ଆର୍ୟ ପ୍ରୋପାଗାଣ୍ଡା ତ ଆପଣ ଜାଣିଛନ୍ତି କହିବା ଦରକାର ନାହିଁ କିନ୍ତୁ ମୁଁ ଯାହା ଅନୁଭବ କଲି ମହାମେଘ କିଏ ମହାମେଘ ହେଲେ ଇନ୍ଦ୍ର ଇନ୍ଦ୍ରଙ୍କର ବାହନଟା କିଏ ଯୋଉ ହାତୀଟା ସେଟା କିଏ ସିଏ ହେଲା ଐରାବତ ତ ଐରାବତର ଏଇଟା ଗୋଟେ ଅପଭ୍ରଂଶ ଐର ହେଇଥିବ ତ ଐର ଖାରବେଳ ଯେତେବେଳେ ଆସିଲେ ଓଡିଶାରେ ଶାସନ ଗଦିକୁ ସିଏ ମଗଧ ଉପରେ ଆକ୍ରମଣ କଲେ ଆଉ ମଗଧରେ ସେତିକି ବେଳକୁ ଗ୍ରୀକ ଯୋଉମାନେ ଆସିଥିଲେ ଇଣ୍ଡୋ ବ୍ୟାକ୍ଟ୍ରିଆନ୍ସ ଯାହା କୁହାଯାଏ ମାନେ ମଗଧର ଶାସକ ଆଉ ଗ୍ରୀସ ତାଙ୍କର ବୈବାହିକ ସମ୍ପର୍କ ଯୋଗୁ ସେମାନେ ମିଶି ଯାଇଥିଲେ ପାଖାପାଖି ତ ତାଙ୍କୁ ଆକ୍ରମଣ କରିକିରି ସେଇ ସବୁ ଅଂଶ ସବୁ ଆମର ବିରାଟ ବଡ ସାମ୍ରାଜ୍ୟ କଲେ କରିକିରି ଧର୍ମର ସ୍ଥାପନା କଲେ ତ ବିଦେଶୀ ଗ୍ରୀକ ହେଲେ ଜଣେ ବିଦେଶୀ ସେଇ ବିଦେଶୀଙ୍କ ସହିତ ଯୁଦ୍ଧ କିଏ କଲେ ଆମର ଐର ଖାରବେଳ କଲେ ସେ ଜଣେ ପ୍ରଥମ ରାଜା ଆମେ କହିପାରିବା ଯିଏକି ବିଦେଶୀଙ୍କ ଶାସନ ତା ପରବର୍ତ୍ତୀ ସମୟରେ ମୁଁ ଯେମିତି କହିଥିଲି ହୁଣ କୁଷାଣ ମାନେ ପୁଣି ଆକ୍ରମଣ କରିଥିଲେ ଗୋଟେ ଜେନେରାଲ ମାନେ ହ୍ୟୁମାନ ଟେଣ୍ଡେନ୍ସି ଯୋଉଟାକୁ ଆମେ କହୁ ଗୋଟେ ମଣିଷର ଗୋଟେ ପ୍ରବୃତ୍ତି ଅଛି ସେ ପ୍ରବୃତ୍ତି କଣ ଯୋଉଟା ରିସେଣ୍ଟ ପାଷ୍ଟ ମାନେ ଯୋଉଟା ନିକଟ ଅତୀତ ସେଟାକୁ ସିଏ ମନେ ରଖେ ଯୋଉଟା ଟିକେ ଦୂରେଇ ଯାଏ ଯୋଉ ଅତୀତଟା ଆଉ ଟିକେ ପୁରୁଣା ଯୋଉଟା ସେଟାକୁ ସେମାନେ ଭୁଲି ଯାଆନ୍ତି ତ ଆମେ କାହାକୁ ଜାଣିଲେ ଆମେ ମରାଠାକୁ ଜାଣିଲେ ଆମେ ଶିଖ କୁ ଜାଣିଲେ ଆମେ ରାଜପୁତ କୁ ଜାଣିଲେ କାରଣ ଏଗୁଡା ସବୁ ନିକଟ ଅତୀତ ଆମେ ଯଦି ହଜାର ହଜାର ବର୍ଷ ପୂର୍ବକୁ ମାନେ ପଳେଇ ଯିବା ତେବେ ଆମ ଓଡିଆଙ୍କ କଥା ବାହାରିଯିବ ଆଉ ତାପରେ ନିକଟ ଅତୀତରେ ମଧ୍ୟ ଓଡିଆ ଲୋକ କାମ କରିଛନ୍ତି କିନ୍ତୁ ମୁଁ ଆପଣଙ୍କୁ କହିସାରିଲିଣି ତା କାରଣ ଗୁଡା କଣ ପାଇଁ ଏ ସବୁ ଜିନିଷ ଆସିପାରୁନି ଦୁଇଟା ରାଜାଙ୍କ ବିଷୟରେ କହିଲି ଖାରବେଳଙ୍କ ବିଷୟରେ ଶତ୍ରୁଭଞ୍ଜଙ୍କ ବିଷୟରେ ତା ପରବର୍ତ୍ତୀ ସମୟରେ 750 ବେଳକୁ ତିବ୍ବତ ବାଲା ଆଟାକ କଲେ କରିକିରି ଆମର ଆଜିର ତିବ୍ବତ ବାଲାଙ୍କର ଅରିଜିନ କଣ ସେମାନେ ବୌଦ୍ଧ ସେମାନେ ତିବ୍ବତର ଆଦିବାସୀ ସମ୍ପ୍ରଦାୟ ଆପଣ ବାରମ୍ବାର କହିସାରିଲେଣି କି ବୌଦ୍ଧ ମାନେ ବାରମ୍ବାର ଆମ ଭାରତ ବର୍ଷକୁ ଆକ୍ରମଣ କରିଛନ୍ତି ତେବେ ବୌଦ୍ଧ ଧର୍ମ କୁହାଯାଉଛି ଗୋଟେ ଶାନ୍ତିର ଧର୍ମ ଗୋଟେ ପ୍ରେମର ଧର୍ମ ପୁଣି ସେଠି ଏତେ ସାରା ଆକ୍ରମଣ କଣ ପାଇଁ ଏବେ ମାତ୍ର 22 କି 25 ଦିନ ତଳେ ଆପଣ ଜାଣିଥିବେ ଥାଇଲାଣ୍ଡର ଯୁଦ୍ଧ ହଉଛି କାମ୍ବୋଡିଆ ସହିତ ତ କାମ୍ବୋଡିଆ ଗୋଟେ ବଡ ବିଷ୍ଣୁ ମୂର୍ତ୍ତି ବର୍ଡର ଏରିଆରେ ତାର କରିଥିଲା ତ ଥାଇଲାଣ୍ଡ ର ଲୋକ ତ ବୌଦ୍ଧ ଧର୍ମକୁ ମାନନ୍ତି ସେମାନେ ଆକ୍ରମଣ କରିକିରି ସେଠି ଯୋଉ ବିଷ୍ଣୁଙ୍କ ମୂର୍ତ୍ତି ଥିଲା ସେ ମୂର୍ତ୍ତିଟାକୁ ସେମାନେ ଭାଙ୍ଗିଦେଲେ ଶୁଣିଥିବେ ଟିକେ ଟିକେ ଜାଗାରେ ନ୍ୟୁଜ ଆସୁଥିଲା ମଧ୍ୟ ସେମାନେ ଏତେ ଶାନ୍ତି ପ୍ରିୟ ସେମାନେ ମୂର୍ତ୍ତି ଭାଙ୍ଗିଦେଲେ ଆଜି ଆମେ ଯୋଉ ରୋହିଙ୍ଗ୍ୟା ଦେଖୁଛେ ଏଠି ରୋହିଙ୍ଗ୍ୟା କୋଉଠୁ ଆସିଛନ୍ତି ରଖାଇନରୁ ଆସିଛନ୍ତି ଆରାକାନରୁ ଆସିଛନ୍ତି ଆରାକାନରେ ସେଠି ଶାସନ କାହାର ବୌଦ୍ଧ ମାନଙ୍କର ସେମାନେ ବାଡେଇଛନ୍ତି ତ ସେଇ ସବୁ ମାନେ ରୋହିଙ୍ଗ୍ୟା ଆସିକିରି ଭାରତ ଦେଶରେ ପହଞ୍ଚିଛନ୍ତି ତ ସେମାନେ ଏତେ ଶାନ୍ତି ପ୍ରିୟ ହେଇକିରି ବି ଏଇ ସବୁ ଜିନିଷ ସମ୍ଭବ ତାପରେ ଆପଣ ଦେଖନ୍ତୁ ଶ୍ରୀଲଙ୍କାର ଜାଫନା ସେଠି କୋଉମାନେ ଅଛନ୍ତି ତାମିଲ ହିନ୍ଦୁ ମାନେ ଅଛନ୍ତି
ତାମିଲ ହିନ୍ଦୁଙ୍କ ଉପରେ କେତେ ଆକ୍ରମଣ ହୁଏ, କେତେ ତାଙ୍କ ସହିତ ଭେଦଭାବ କରାଯାଏ, ସେଟା ତ ଆପଣ ଜାଣିଛନ୍ତି। ବହୁତ ମାନବାଧିକାର ତାଙ୍କର, ତାକୁ କିଛି ମିଳେନି। ବିରାଟ ବଡ ବଡ ଲାଇବ୍ରେରୀ ଜଳେଇ ଦେଇଛନ୍ତି, ମନ୍ଦିର ଉପରେ ବି ସେଠି ଆକ୍ରମଣ ହେଇଛି। କିନ୍ତୁ ଆମ ଭାରତ ଦେଶରେ କଣ, ଭାରତ ଦେଶରେ ଭାଷଣଟା ଅଧିକା ମରାଯାଏ। ଭାରତ ଦେଶରେ ସେମାନେ ଭାରତ କୁହନ୍ତି ଅହିଂସା। କଣ ଅହିଂସା? ଅହିଂସା ମାନେ ଅର୍ଥ କଣ? ଅହିଂସା କେତେ ସେମାନେ ମାନିଥିଲେ। ଆଜି ହିନ୍ଦୁ ଅହିଂସାକୁ ମାନେ, ହିନ୍ଦୁ ଅହିଂସାକୁ ମାନେ ବୋଲି ତ ଏସବୁ ଜିନିଷ। ଆଜି ଆପଣ କହିବେ ଯେ ଯୋଉ ଚାଇନା ଅଛି, ଚାଇନାରେ ଲୋକମାନେ କମ୍ୟୁନିଷ୍ଟ, କମ୍ୟୁନିଷ୍ଟ ହେଲେ ବି ସେମାନେ କଣ ବୁଦ୍ଧକୁ ମାନନ୍ତି? ମାନନ୍ତି ସେମାନେ, ସେମାନେ ବୁଦ୍ଧକୁ ମାନନ୍ତି। ଯଦି ତାଙ୍କ ଭିତରେ ବୌଦ୍ଧ ଜ୍ଞାନ ଥାଆନ୍ତା, ବୌଦ୍ଧ ଯଦି ବୌଦ୍ଧର କିଛି ଅହିଂସା ଜ୍ଞାନ ଥାଆନ୍ତା, ସେମାନେ କାହିଁକି ଆଜି ଯୋଉ କମ୍ୟୁନିଜମ ସେଇଟାକୁ ନେଇକିରି ଆମର ଭାରତର ମୂଳ ଯୋଉଟା ରହିଛି ତା ଉପରେ କାହିଁକି ସେମାନେ କରନ୍ତି? ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଦେଖନ୍ତୁ ଜାପାନ, ଯଦିଓ ସୁଭାଷ ବୋଷକୁ ସେ ସମର୍ଥନ କରୁଥିଲା, କିନ୍ତୁ ସିଏ ମଧ୍ୟ ବହୁତ ଅଞ୍ଚଳରେ ଆକ୍ରମଣ କରିକିରି ସେମାନେ ବି ବହୁତ ନରସଂହାର କରିଥିଲେ। ତେବେ ଖାଲି କହିବା କଥା ଯେ ବୌଦ୍ଧ ଧର୍ମ ହଉଛି ଗୋଟେ ଶାନ୍ତିପ୍ରିୟ ଧର୍ମ, ବାସ୍ତବରେ ସେମାନେ ନୁହନ୍ତି। ବାସ୍ତବରେ ସେମାନେ ବୁଦ୍ଧଙ୍କର ବିଚାରଧାରାକୁ ଅନୁସରଣ କରନ୍ତି ନାହିଁ। ବୁଦ୍ଧ କିଏ ପୁଣି ଏଇଥିରେ ବି ଆପଣ ଦେଖନ୍ତୁ। ତ ଆମେ ଯଦି ତିବ୍ବତରେ, ଆଜି ତିବ୍ବତରେ ସବୁଠୁ ଅଧିକା ପୋଥି ବୌଦ୍ଧ ସମ୍ପ୍ରଦାୟର ଅଛି, ବୌଦ୍ଧ ପନ୍ଥର ଅଛି। ତ ସେଇ ସବୁଠୁ ଅଧିକା ବହିରେ ଆମେ ଜାଣୁ ବହୁତ ଜଣ ବୁଦ୍ଧ ହେଇଛନ୍ତି। ବହୁତ ଜଣ ବୁଦ୍ଧକୁ ତ ଆମେ ଜାଣିଲେ କାଉ ସିଦ୍ଧାର୍ଥ। ସିଦ୍ଧାର୍ଥ କିଏ ଥିଲେ? ସିଦ୍ଧାର୍ଥ ଆଜିର ଭାଷାରେ କହିବାକୁ ଗଲେ ଜଣେ ନେପୋକିଡ ଥିଲେ। ନେପୋକିଡ ଅର୍ଥ କଣ? ସମ୍ଭ୍ରାନ୍ତ ପରିବାର, ଜଣେ ରାଜକୁମାର, ସେ ରାଜା ଥିଲେ, ସେଇଥିପାଇଁ ପ୍ରଚାରିତ ହେଲା। କୁହାଯାଏ ଯେ ତାଙ୍କର ମୃତ୍ୟୁ ଯୋଉ ହେଇଛି ସେଇଟା ହେଇଛି ଗୋଟେ ପଚା ଘୁଷୁରୀ ମାଂସ ଖାଇକିରି, କଣ୍ଟାମିନେଟେଡ ପୋର୍କ। କଣ୍ଟାମିନେଟେଡ ପୋର୍କ ଖାଇ ସେ ଅହିଂସାକୁ ମାନୁଥିଲେ, କିନ୍ତୁ ପଚା ଘୁଷୁରୀ ମାଂସ ଖାଇକିରି ତାଙ୍କର ମୃତ୍ୟୁ ହେଲା, ଏଇଟା କୁହାଯାଏ। ତ ବୌଦ୍ଧ ଧର୍ମରେ ଶାନ୍ତିପ୍ରିୟ କିନ୍ତୁ ନନଭେଜ ଭରା ସେ ଖାଉଥିଲେ। ତାପରେ ଦେଖନ୍ତୁ ଗୋଟେ ରୋଚକ କଥା, ଯୋଉଟା କି ଚାଇନାରେ ଅନ୍ୟ ବୌଦ୍ଧ ମାନେ ସବୁ କିନ୍ତୁ ସେମାନେ ସେମିତି ନଥିଲେ। ଯୋଉମାନେ ତିବ୍ବତ ଆମେ ଦେଖିବା, ତିବ୍ବତରେ କୁହାଯାଏ ସିଦ୍ଧାର୍ଥକୁ ତ ବହୁତ ବର୍ଷ ଲାଗିଲା, ତାଠୁ କମ ବର୍ଷରେ ବୋଧିତ୍ୱକୁ ପ୍ରାପ୍ତ ହେଇଛନ୍ତି। ବୌଦ୍ଧ ହେଲା କଣ? ବୌଦ୍ଧ ହେଲା ଗୋଟେ ଆମର କୁଣ୍ଡଲିନୀ ଜାଗରଣ ଯୋଉଟା କୁହାଯାଏ, ସେଟାକୁ ସେମାନେ ବିପାସନା କହୁଛନ୍ତି। ସେଇଟାର ଗୋଟେ ଆମର ଗୋଟେ ସ୍ତର, ସେଇ ସ୍ତରକୁ ଗୋଟେ ମଣିଷଟେ ଯେତେବେଳେ ପହଞ୍ଚିଯାଏ ତା ଆତ୍ମା, ସେ ବୌଦ୍ଧ ତାକୁ କୁହାଯାଏ। ସେଇ ହିସାବରେ ସେଇ ସ୍ତରକୁ ବହୁତ ଲୋକ ପହଞ୍ଚି ଯାଇଛନ୍ତି। ସେଇ ସ୍ତରଟାରେ ଆମକୁ ନାରାୟଣ ପ୍ରାପ୍ତି ହେବେ। ନାରାୟଣ ଯେ ମାନେ କଳି ଯୁଗରେ ବର୍ତ୍ତମାନ ତ କଳକି ଅବତାର ହବ, କିନ୍ତୁ ଆପଣ ଦେଖୁଥିବେ ଗୋଟେ ବୁଦ୍ଧ ଅବତାର ବି ଅଛି। ସେଇ ବୁଦ୍ଧ ଅବତାରଟା କୌଣସି ଗୋଟେ ଅବତାର ନୁହେଁ, ସେଇ ବୁଦ୍ଧ ଅବତାରଟା ହେଲା ଗୋଟେ ଶକ୍ତି। ସେଇ ଶକ୍ତିଟାକୁ କିଏ ବି କଳି ଯୁଗରେ, ଯେହେତୁ କଳି ଯୁଗରେ ଅଧିକାଂଶ ଲୋକ ଖରାପ କାମ, ତେବେ ଆମେ ଧୀରେ ଧୀରେ ଆଧ୍ୟାତ୍ମିକ ଜଗତକୁ ଯାଉଛେ, ପୁଣି ଫେରିବା ଆମର ଓଡିଶାର ଗୌରବ କଥା। ସେମାନେ ଯୋଉ ଆଟାକ କଲେ, ତିବ୍ବତର ଲୋକମାନେ ଯୋଉ ଆଟାକ କଲେ, ଆଟାକ କରି ସାରିଲା ପରେ ପୁରା ବେଙ୍ଗଲରେ ଆଉ ସେ ସବୁ ଏରିଆରେ ସେଠି ତିବ୍ବତୀୟ ବୌଦ୍ଧ ଧର୍ମର ପ୍ରଭାବଟା ପଡିଲା। ତିବ୍ବତୀୟ ବୌଦ୍ଧ ଧର୍ମ ଯୋଉଟା, ସେଇଥିରେ ନନ ଭେଜିଟେରିଆନିଜମ ବହୁତ ଅଧିକା ଥାଏ, ମାଂସ ଫାଂସ ସେମାନେ ପ୍ରବଳ ଖାଆନ୍ତି ସେମାନେ। ତ ସେଇ ସବୁ ଅଞ୍ଚଳକୁ ଆଗକୁ ଯାଇକିରି ଆମର ଦୁଇଟି ବଂଶ, ଗୋଟେ ସୋମବଂଶୀ ରାଜା ମାନେ, ତାପରେ ଆଉ ଗୋଟେ ବଂଶ ଆସିଛି ଗଙ୍ଗବଂଶୀ ରାଜା ମାନେ। ସେଇ ସମୟରେ ସେ ସବୁ ମାନେ ବେଙ୍ଗଲର କିଛି ଏରିଆ ଆମର ଭାରତ ମାନେ ଓଡିଶାର ଶାସନକୁ ଆସିଲା। ତ ଭାରତର ସଂସ୍କୃତିକୁ ସେଇଠିକି ଆଉ ଥରେ ପହଞ୍ଚେଇବାର ଥିଲା। ସେଇ କାମ କିଏ କଲେ? ଆମର କେନ୍ଦୁ ବିଲ୍ବରେ ଯୋଉ ଜନ୍ମ ହେଲେ ଆମର ଜୟଦେବ ସନ୍ଥ, ସେଇ ସନ୍ଥ ଆମର ସେ ଗୀତ ଗୋବିନ୍ଦ ଲେଖିଲେ। ତାପରେ ସେ ସେଠିକି ଧର୍ମ ପ୍ରଚାର ପାଇଁ ଗଲେ। ତା ପରବର୍ତ୍ତୀ ସମୟରେ ସେଠି ଧର୍ମ ପ୍ରଚାର କଲେ। ଆଜି ବହୁତ ଜଣ ବଙ୍ଗାଳୀ କହିବେ ଯେ ଜୟଦେବଙ୍କର ଜନ୍ମ ବେଙ୍ଗଲରେ ହେଇଥିଲା, ସେ ବଙ୍ଗାଳୀ ଥିଲେ। ବେଙ୍ଗଲରେ କେମିତି ହବ? ସେଠି ତ 750 ବେଳକୁ ବୌଦ୍ଧ ଶାସନ ଥିଲା। ତ ଆମର ଏଇ ଓଡିଶାରୁ ହିଁ ଜୟଦେବ ସେଠିକି ଗଲେ। ତାପରେ ଆଲାଉଦ୍ଦିନ ଖିଲଜୀ ଆକ୍ରମଣ ଯୋଉ ହେଇଯାଏ, ଆଲାଉଦ୍ଦିନ ଖିଲଜୀ ଆକ୍ରମଣ ବହୁତ ବଡ ଆକ୍ରମଣ ଥିଲା, ଆଉ ବିସ୍ତାର ତାର ବହୁତ ବଡ ଥିଲା। କାରଣ ଶ୍ରୀରଙ୍ଗପଟ୍ଟନମ ଯୋଉଟା ସୁଦୂର ଦକ୍ଷିଣରେ ଅଛି, ସେଇ ପର୍ଯ୍ୟନ୍ତ ଆକ୍ରମଣ କରିଥିଲା। ପୁରା ପୃଥିବୀ ମାନେ ଗୋଟେ ମାନେ ସବୁଠୁ ଅଧିକା ମନ୍ଦିର ଗୋଟେ ଟାଇମରେ ଯଦି ଆମେ ଭାଙ୍ଗିଲା କିଛି ବର୍ଷ ଭିତରେ ଧରିବା, ତ ସବୁଠୁ ଅଧିକା ଏଠି ଭାଙ୍ଗିଲା, କୀର୍ତ୍ତି ଭାଙ୍ଗି ଦେଇଥିଲା ସେ। ତ ଗଙ୍ଗବଂଶୀ ଧୀରେ ଧୀରେ ଯେତେବେଳେ ଦୁର୍ବଳ ହେଲେ, ତ କପିଳେନ୍ଦ୍ର ଦେବ ଗଜପତି ଆସିଲେ, ତାଙ୍କ କ୍ଷମତା ବୃଦ୍ଧି ହେଲା। କ୍ଷମତା ବୃଦ୍ଧି ହେଇ ସାରିଲା ପରେ ଜୌନପୁରଠୁ ନେଇକିରି ବିଦର ପର୍ଯ୍ୟନ୍ତ ସେ ଆକ୍ରମଣ କରିକିରି ବିଭିନ୍ନ ଜାଗା ଅକ୍ତିଆର କଲେ।
अख्तियार करिकिरी एई जो अफगान माने जो मानकु सब बनैथिले सुबेदार ताकु सब चपेई देले ता हम्म। फल रे कर्णाटक आ महाराष्ट्र भलिया अंचल मुसलमान हो जाइथा सेटा हैला नाही आ कर्णाटक रे आगु जाई विजयनगर आउ थरे बढ़ी गला कृष्णदेवराय जने बड़ राजा बाहरले आउ महाराष्ट्र जदि आपण देखिबे तो सेठी शिवाजी परी राज्य बढ़ेले से माने राजा आसिकरे तो जदि कपिलेन्द्र देवଙ୍କ ସମୟରେ ତାଙ୍କ ବଡ ପୁଅ ହାମ୍ବୀର ଦେବ ଯାଇକିରି ସେ କଲବୁର୍ଗି ଯୋଉଟା ଗୁଲବର୍ଗା କୁହା ଯାଉଛି ସେଟାକୁ ଯଦି ନିଜ ଅକ୍ତିଆରକୁ ଆଣିକିରି ତାଙ୍କୁ ଚପେଇ ନ ଦେଇଥାନ୍ତେ ତାମାନେ ଭାରତର ଇତିହାସ ବଦଳି ଯାଇଥାନ୍ତା ଏଟା ଆମର ବହୁତ ବଡ ଯୋଗଦାନ ଆମର ଆମର ହିନ୍ଦୁତ୍ୱକୁ ରକ୍ଷା କରିବା ପାଇଁ ହିନ୍ଦୁତ୍ୱକୁ ରକ୍ଷା କରିବାର କାମ ଯଦି ଆପଣ ଦେଖିବେ ଖାରବେଳଙ୍କଠୁ ନେଇକିରି ଆଜି ଆମର କପିଳେନ୍ଦ୍ର ଦେବଙ୍କ ପର୍ଯ୍ୟନ୍ତ महान काम कर अफगान को परे सेठू मुगल तो आसिले सेतिक बेलको हमर तो अफगान को समय रे ही अकबर रो समकालीन समय रे मुकुंद देव परास्त होइकिरी ओडिसा रे शासन आसी गला अफगान मानकर कटक तांको हातु पळेला सेति पई किंतु मुगल मानकर पूर्ण शासन एठी हे परिबन अकबर बहुत चालाक थिले जेतले अकबर परास्त कले अफगान मानकू कला पहाड़ को मारी देले ताको मुगल सेना माने सेतेळो सेमानको हातु ओडिसा पळेला जेतु ओडिसा रे अफगान शासन हो जाइतिला तो ओडिसा ताको हातु पळेई सारला परे अकबर बहुत चालाक थिले अकबर देखले जे एटारे सब हिंदू रहि छथि जदि सेही हिंदू माने विद्रोह कर देबे ता माने मु पूरा भारत टाकू निज शासन रे नै पारिबे तो से गोटे चालाकी कले तो एठी हमें कोन करबा एठी शासन करिया पई शासन केमिति करा जीवो प्रशासन केमिति करा जीवो एठी मान सिंह को पठेले मान सिंह आसिकिर पहुंचले कटक रे मान सिंह सेठू देखिले जे ओडिसा रे दुई प्रकार भूगोल अछि गोटे हला हमर उपकूल रे थिबा समतल जगह से समतल जगह गुडा को थिला मुगल मानको हाते आ बाकी जगह जो गुडा अछि हमर से गुडा हला गडजात तो गडजात पहाड़ भितरे जो जगह गुडा को अछि जदि ताको सहित लड़ाई करा जाए ताने सेही लड़ाई रे से माने फसी जिवे तो पहाड़िया जगह तो से मानकर सेही भलिया विस्तारवाद हे परिबन विस्तार करि परिबन तो से बड़ चालाकीर सहित गोटे काम कले से गडजात राजा मानक सहित चुक्ति टाइप रो कर देले जे एतिकी जगह मुगल बंदी मुगल सीधा शासन करिवे आ बाकी जो जगह गडजात अंचल रहिला से सब अंचल रे मुगल सैनिक पसिबे ए टाइप रो गोटे माने चुक्ति टाइप रो हेतिला साइन हेनी कहार हस्ताक्षर कि सब जिनस କିଛି କରାଯାଏ ଲେଖା ଲେଖି କିନ୍ତୁ ଏଟା ଥିଲା ମାନୁଥିଲେ ସମସ୍ତେ ସେମାନେ ହଁ କିନ୍ତୁ ତା ଭିତରେ ବି ସେମାନେ ବେଳେ ବେଳେ ଯେତେବେଳେ ଆମ ପୁରୀକୁ ଆକ୍ରମଣ କରିବାକୁ ବାହାରନ୍ତି ପୁରୀକୁ ଆକ୍ରମଣ ତ ସେତିକି ବେଳକୁ ଆମ ରାଜା ମାନେ ଆଉ ଆମର ସବୁ ଜମିଦାର ମାନେ ଯୋଉମାନେ ମୁଗଲ ବନ୍ଦୀରେ ବି ଥିଲା ସେମାନେ ସବୁ ଏକ ହେଇଯାନ୍ତି ତ ଓଡିଶା ଗୋଟେ ମୁଗଲ ମାନଙ୍କର ଏମିତି ଗୋଟେ ସୁବା ରାଜ୍ୟ ଥିଲା ଯୋଉଠି ଗୋଟେ ସୁବେଦାରକୁ ପିଟିକିରି ମାରି ଦିଆଯାଇଛି तो जड़े ताकी खान थिले सी थिले राज महेंद्री पटर से पटर गोटे निजाम थे ताकू सुबेदार को प्रमोट कर दिया गला माने एठी ओडिसा ता पूर्व पुरुष जो माने तार बापा जेजे बापा से माने सब पेशावर ठु नेकिरी मुगल मानकर अलग अलग राज्य रे विराट बड़ बड़ पोस्ट रे रहिथिले ऐसे किछि छोटिया मोटिया लोक किंतु सी हम पुरी मंदिर को थरे आक्रमण करबा योजना करथिला से जो आक्रमण करबा योजना करथिला ठाकुर को लुचेई दिया गला हेई पारलानी तापर से आक्रमण कला हमर शिशुपालगढ़ तो शिशुपालगढ़ ऊपर जो आक्रमण कला शिशुपालगढ़ आ आखपाखर खंडायत माने ताकू पिटिकी मारदेले भुवनेश्वर शिशुपालगढ़ तो माने गोटे सुबेदार को साधारण लोक माने पिटिकी बाडकी मारदेले खंडायत माने हमर वीर खंडायत खंडायत सीए जे गोटे खंड को आयत करे खंडायत अर्थ कोन जे गोटे खंड खंड अर्थ कोन गोटे भूखंड गोटे छोटिया जगह क्षत्रिय के क्षत्रिय हला जे विराट बड़ क्षेत्र को आयत करे खंडायत क्षत्रिय भितरे भी अछि आज तो सब जिंस को जाति रे जोड़ी दिया हेछि किंतु ए सब जिंस रो अर्थ थिला एनी हम भारत देश को इंडो ग्रीक्स माने आसिले कुषाण माने आसिले तापर तिब्बतियन बौद्ध तिब्बत बौद्ध आसिले तापर हमें देखिबा जे भारत रो विभिन्न जगह रे आक्रमण करिसंती जो अफगान माने तापरे ओडिसा मुगल शासन को पळेला मुगल बंदी आ गडजात दुईटी अंचल हेकी रहिला तापरे ओडिसा रो दक्षिण रे धीरे धीरे पोर्चुगीज लोक माने आसिले आ ब्रिटिश माने बैटल ऑफ प्लासी जो कहा जाय सिराजुद्दौला सहित लड़ाई करी ताको परास्त कर दे
तापर बक्सर नवाब को परास्त कले पूर्व भारत आसीगला ब्रिटिश हाथ पूर्व भारत जो ब्रिटिश हाथ को आसला दक्षिण रे किए थिला हैदर अली थिला हैदर अली थिला मैसूर पटे तो सेटा सेही जगह जोटा कि कपिलेन्द्र देव समय रे हम वीरदेव जीति जाइथिले आउ से करथिले किंतु जो विजयनगर साम्राज्य से कृष्णदेव राय को परठु दुर्बल पड़ी पुणी हाथ को पलि जाइथिला ब्रिटिश माने ताको सहित गोटे युद्ध सेटा कुहा जाय फर्स्ट एंग्लो मैसूर वार सेही वार रे ब्रिटिश माने कोन हला हारी गले जतले ब्रिटिश माने हारी गले तो ब्रिटिश माने सेटो मराठा मानको सहित कथावार्ता कले मराठा मानको कहले जे देखो तमरो कटक पर्यंत तो तम हाथ रे अछि शासन आउ से माने हिंदू मानक ऊपर अत्याचार करूछंती प्रबल टीपू सुल्तान जो थिला से अत्याचार करछि तो तमे आमे तो ताको ता सहित लड़ाई करि पानो दक्षिण रे हमर जति की सैनिक अछंती तो आमे पूर्व भारत रु हमर जो बेंगल जो थिला सेपटो सैनिक नेकरी दक्षिण को जीवो ता परे आमे ताको ऊपर आक्रमण करबो आ जितिबो तो सेति बेलु मराठा माने राजी हे गले किंतु राजी हे गले ताको हाथ रे थिला कटक पर्यंत कटक परे जो जगह गुडा खोर्धा आगु खलिकोट एगुडा जो गडजा थिला एगुडा गोटे टाइप रो माने ऑटोनोमस माने स्वयं शासित अंचल भलिया थिला ताकर भी ताकू अनुमति नबार थिला तो से माने अनुमति देई देले ता फल रे कोन पूर्व भारत रो सैनिक को दक्षिण भारत को निया गला नेकरी गोटे मिसिगिरी मद्रास प्रेसिडेंसी और बेंगल प्रेसिडेंसी रो सैनिक को मिसे के आक्रमण कले परास्त करथिले हैदर अली रो सेना परास्त कले सेकंड एंग्लो मैसूर वार रे ब्रिटिश जीति गले सेटु ब्रिटिश ए जगह रे एटा अनुभव कले जे जदी दक्षिण रो आमे सैनिक मानकु पूर्व भारत को आनिकिरी बिहार आगु को आक्रमण करी करी जिबा ताने भारत आम हाथ को आसी जिवो कि पूर्व भारत रो पुणी दक्षिण आड़ को नेकिरी भी आमे आक्रमण करी करी आगु जीति पारिबा तो एई जगह रे गोटे जिंस आ गोटे जिंस किछि लोग कहंती जे हैदराबाद रो नवाब मध्य ब्रिटिश को सहायता करथिला हैदर अली विरुद्ध रे एटा गोटे कारण जोथि पई कि हैदराबाद 1947 पर्यंत स्वाधीन हेगी थिला ताकू ब्रिटिश नहीं नथिला तो ता द्वारा कोन हिला ब्रिटिश एटा चिंता कले जे ओडिसा आम हाथ को आसीबा निहाती दरकार तो ओडिसा रो रणनैतिक भौगोलिक अवस्थिति एमिति थिला जदि ओडिसा इंग्रेज हाथ को संपूर्ण भाबे आसी जाय ता माने इंग्रेज पूरा अखंड भारत जोटा अछि पूरा दक्षिण एशिया ताको हाथ को पूरा पळेबो कारण जो जोटा कुहा जाय मोबिलाइजेशन माने आमे गोटे जगह रे सैनिक को अधिका नेकरी जति रखि दबा दक्षिण रु नेकरी पूर्व रे नै दक्षिण रे मोबिलिटी आराम से तो सेति पई मराठा मानको सहित युद्ध हेकरी गोटे ट्रीटी ऑफ देवगां कुहा जाय ट्रीटी ऑफ देवगां रे कोन हला मराठा माने साइन कले जे ओडिसा रे ताकर जो अंचल सेटा ब्रिटिश हाथ को पळेबो एई जगह रे गोटे मु कहिबा को चाहे आज मराठा मानकर जो पताका रही छी जो डब्ल्यू पताका जो कुहा जाय सेटा समस्त उडौछंती मराठा मानको बहुत माने ताको नुवा वर्षटा को हिंदू नुवा वर्ष कुहा जाय ता विषय में विस्तृत भाबरे आउथरे कर किंतु एई जगह रे कोन हला जो मराठा माने राष्ट्रवाद विषय एते कहउछंती से मराठा माने गोटे जिंस करि पारि थांते ब्रिटिश को कहि थांते जे पूरी मंदिर रो अनुष्ठान रे तमे मुंडो खेळैबो एटा कहि पारि थांते कारण मराठा मानक समय रे ओडिसा रे ओडिया को ऊपर अत्याचार हेछि एतरे किछि डाउट नाही कारण चौथ से माने हम लोकन कोठु नउथले तेबे बहुत बहुत धन्यवाद आपण बहुत तथ्य देले जोटा कि ओडिया लोक माने सुनिले निश्चय से माने गर्व अनुभव करिवे कि ओडिसा रे भी एमती राजा माने थिले जो माने विदेशी आक्रांत मानक सहित लड़ाई करथिले तेबे आपण मानक हमें कहि रखू जदी आपण माने चाहुचंती अन्य केउ राजा मानक विषय जानिया पई बा एमिति ओडिसा रो अन्य किछि गौरव गाथा बा विदेशी आक्रांत मानक सहित जो लड़ाई हेछि से विषय कि जानिया पई तबे आपण माने कमेंट रे दियंतु आमे आउतर नियर भाई सहित आसबू आपण मान प्रश्न उत्तर देबू एवं नियर भाई आपको बहुत बहुत धन्यवाद हमको समय देथिबारु तबे दर्शक बंधु आमे आपन कहि रखू धर्म रक्षक रे कोनोसी राजनैतिक किंबा व्यावसायिक चर्चा हो नथिले मध्य धर्म रक्षक रो काम आगु बढ़ी चलची ता केवल आपण मान को भल पाइबा एवं आपण मान को समर्थन जो तबे आपण मान को बहुत बहुत धन्यवाद आउथरे आपन कहूछु जदी आपण माने आज जहाँ आलोचना है वीडियो रे आपण माने देखिले से विषय अलगा अन्य किछि तथ्य चाहूचंती तबे कमेंट रे जणातु आमे निश्चय आपन को सामने उपस्थापन करिवो धन्यवाद जय जगन्नाथ।